জয়তু ধবল সুর জয়তু রসতু ভূম পূর্ণয়োর জয়তু তদনুভামিনী শ্রীমাতা শরণং নমঃ শ্রীঅরবিন্দ শরণং নমঃ মাতৃমূলারবিন্দ শরণং নমঃ পরম প্রভু শ্রী অরবিন্দ উপস্থিত ଥିବା ସମସ୍ତ ମାତୃଭୂମି ଭାଇ ଭଉଣୀମାନେ ଯେଉଁମାନେ ଓଡ଼ିଶାର ଶିକ୍ଷା ଆନ୍ଦୋଳନରେ ଭାଗ ନେବା ପାଇଁ ଅଣ୍ଟା ଭିଡ଼ି କରୁଛି ସମସ୍ତଙ୍କୁ ମୋର ସମ୍ମାନ ଶ୍ରଦ୍ଧା ଆଉ ଶୁଭେଚ୍ଛା। ଆମେ ଦୀର୍ଘ 3 ଦିନ ଧରି ଗୋଟିଏ ବିଷୟରେ ଆଲୋଚନା କରିଆସୁଛେ। ସେଟା ଆମର ସକାଳର ସବଜେକ୍ଟ ହ୍ୱାଟ୍ସଆପରେ ସେଇଟା ରିଫ୍ଲେକ୍ଟ ହେଉଛି। ଆଉ ଉପର ଯେଉଁ ଆମର ଗ୍ରୁପ୍ ଷ୍ଟୋରି ଅଛି ସେଥିରେ ମଧ୍ୟ ତାକୁ ପଢ଼ୁଛୁ। ଗତ ପରଦିନ କାଲି ଆଜି ବି ପଢ଼ୁଥିବା ଏବଂ ସନ୍ଧ୍ୟା ମିଟିଂରେ ମଧ୍ୟ ତାକୁ ଆହୁରି ଭଲ ଭାବରେ ଆଲୋଚନା କରାଯାଇଛି। ତେଣୁ ଗୋଟିଏ ମାନସ ମନ୍ଥନ ଚାଲିଛି। କିଛି ବୁଝୁଥିବା କିଛି ବହୁତ ଅବୁଝା ରହିଯାଉଥିବ। ମୁଁ ବି 50 ବର୍ଷ ଧରି ତାକୁ ପଢ଼ୁଛି, ବୁଝୁଛି, ସମ୍ପୂର୍ଣ୍ଣ ବୁଝିନି। ଯେତିକି ବୁଝିଛି ତାକୁ ପ୍ରୟୋଗ କରିବା କ୍ଷେତ୍ରରେ ବହୁତ ଜାଗାରେ ମୁଁ ହାରିଯାଇଛି, କିନ୍ତୁ ତଥାପି ପ୍ରୟାସ ଜାରି ରହିଛି। କାରଣ ଏଇ କଥାକୁ ଯାହା ଆମର ଆଜିର ଆଲୋଚନା ବା 3 ଦିନର ଆଲୋଚନା ଚାଲିଛି, ଆଜିକୁ 115 ବର୍ଷ ତଳେ ପ୍ରଭୁ ତାକୁ ଲେଖିଛନ୍ତି। ଆଉ ଏଇ ବିଷୟରେ ଯେଉଁ ଗବେଷଣା ପଣ୍ଡିଚେରୀରେ ହଉନି କିମ୍ବା ଓଡ଼ିଶାରେ ହଉନି, ଭାରତର ବିଭିନ୍ନ ସ୍ଥାନରେ ଗୁଡ଼ାକୁ ନେଇ ଗୋଟେ ଗବେଷଣା ଚାଲିଛି। ଭାରତ ପାଇଁ ଭୁଲ ହବ, ବିଶ୍ୱର ବିଭିନ୍ନ ସ୍ଥାନରେ ବି ଆର ଗୋଟେ ରିସର୍ଚ୍ଚ ଚାଲିଛି। ତ ଆଜିର ଚାକିରି ବୁଝିଯିବୁ, ଚେଷ୍ଟା ତାକୁ ପ୍ରୟାସ ଟିକେ କରିବି ଆପଣମାନଙ୍କ ପାଖରେ ଉପସ୍ଥାପନ କରିବା ପାଇଁ। ଏ 2ଟା କଥା ଆମେ ଦଉଛେ। ଆମର ଅଛି ଗୋଟେ ଟପିକଟା ପ୍ରିନ୍ସିପଲ୍ସ ଅଫ୍ ଲର୍ଣ୍ଣିଂ। ଶିଖିବା ପାଇଁ କି କ'ଣ ସବୁ ନିୟମ ଅଛି, ମାର୍ଗ ରହିଛି ବା ସୂତ୍ର ରହିଛି, এই কথাକୁ ବୁଝିବା ପାଇଁ ଯାଏ। କଥା ହଉଛି ହ୍ୱାଟ୍ ଇଜ୍ ଲର୍ଣ୍ଣିଂ, ହ୍ୱାଟ୍ ଇଜ୍ ଦ ପ୍ରୋସେସ୍। ଲର୍ଣ୍ଣିଂ କହିଲେ ଆମେ କ'ଣ ବୁଝୁଛେ? ପ୍ରୋସେସ୍। ଆଗ ଲର୍ଣ୍ଣିଂଟା ବୁଝିଲେ ତାପରେ ପ୍ରୋସେସ୍କୁ ଜାଣିବା। ଆମେ ପ୍ରଥମେ ଜାଣିଲେ ଲର୍ଣ୍ଣିଂଟା କ'ଣ, ତାପରେ ପ୍ରୋସେସ୍କୁ ବୁଝିବେ। ତ ଲର୍ଣ୍ଣିଂ କହିଲେ ଆମେ କ'ଣ ବୁଝୁଛେ? ଲର୍ଣ୍ଣିଂ ମିନ୍ସ ଆକ୍ୱାରିଂ ନଲେଜ। କିଛି ଗୋଟେ ଜ୍ଞାନ ହାସଲ କରିବାକୁ ଆମେ କହୁ ଲର୍ଣ୍ଣିଂ। ଆଉ ଏଇଟା ଗୋଟେ ପ୍ରୋଗ୍ରେସିଭ ଚେଞ୍ଜ ହୁଏ। ଲର୍ଣ୍ଣିଂ କଲା ପରେ ଯୋଉ ଚେଞ୍ଜ ହୁଏ ଡିଗ୍ରେସିଭ ହୁଏ ନା, ଗୋଟେ ପ୍ରୋଗ୍ରେସିଭ ଚେଞ୍ଜ ହୁଏ। ତାର ଶିକ୍ଷା ଦ୍ୱାରା ତାର କିଛି ଉନ୍ନତି ହୁଏ, ଗୋଟେ ଚେଞ୍ଜ ଆସେ। କ'ଣ ଚେଞ୍ଜ ଆସେ ନା, ସେ ଯୋଉ ଅନନୋନ୍ ଥାଏ ସେ ନୋନ୍କୁ ଯାଏ। ଇଗ୍ନୋରାଣ୍ଟ ଯଦି ଥିବ ସେ ତାକୁ ନଲେଜ ଆସିବ, ଯଦି ଇନଏବିଲିଟି ଥିବ ତାର ଏବିଲିଟି ଆସିବ। କଥା ବୁଝିବାକୁ ସେ ଅସମର୍ଥ, ଜାଣିବାକୁ ଅସମର୍ଥ, ସେ ସମର୍ଥ ହବ। ଯଦି ଇଣ୍ଡିଫରେଣ୍ଟ ଥିବ ତାହେଲେ ତାର ଅଣ୍ଡରଷ୍ଟାଣ୍ଡିଂ ଆସିବ। କିନ୍ତୁ ଅବୁଝା ରହିଯାଇଛି ସେ ବୁଝିପାରିବ। ଇନ୍ଏକ୍ସପିରିଏନ୍ସ ଅଛି ତାର ଏକ୍ସପିରିଏନ୍ସ ହବ। ଏ ବିଷୟରେ ସେ ଅନଭିଜ୍ଞ, ତାର ଅଭିଜ୍ଞ ହେଲେ ଆମେ କ'ଣ ତା ଶିକ୍ଷା ଦିଏ। ଏ ଶିକ୍ଷା ଦ୍ୱାରା ଫଳାଫଳଟା କ'ଣ ହୁଏ? ଗୋଟେ learner acquires a new different way of feeling, thinking, understanding, skill, behavior। ତାର ବହୁତ ଜିନିଷ କିଛି ଗୋଟେ ସେ ଆକ୍ୱାର କରେ, ହାସଲ ହାସଲ କରୁଛି। ତାର ଯୋଉ ଭ୍ୟାଲୁଟା ଥିଲା ସେ ଭ୍ୟାଲୁଟା ତାର ବଦଳିଯାଏ। ଯୋଉ ଆଟିଟ୍ୟୁଡ ଥିବ ସେ ଆଟିଟ୍ୟୁଡ ବି ତାର ବଦଳିଯାଏ, ଯୋଉ ମନୋଭାବ ଥାଏ ବଦଳିଯାଏ।
प्रिफरेन्स जो प्रिफरेन्स रही है भावुला ये ठीक तार भी परिवर्तन हुए तार हुए कौन ना तो मॉडिफिकेशन ऑफ स्किल्स तार जो स्किल ता भीतर थाए प्रत्येक मनुष्य भीतर गोटे सामर्थ्य रही गोटे दक्षता रही तार मॉडिफिकेशन हो जाए लर्निंग करने द्वारा मॉडिफिकेशन ऑफ स्किल्स केमती थ्रू एक्सपीरियंस सो विदाउट एक्सपीरियंस देयर इज नो ट्रू लर्निंग जदि गोटे लर्निंग कर मोर किसी एक्सपीरियंस नहीं तार एक्सपीरियंस नहीं तार मोर ट्रू लर्निंग नहीं तो लर्निंग मीन्स देयर इज नो लर्निंग विदाउट एक्सपीरियंस माने आम अभिज्ञता ने आम किसी शिखीचे आम कहीपर ये जो लर्निंग शिखा ये शिखाटा गोटे हूँ गोटे इनबर्न क्वालिटी गोटे मनीष भितर भगवान तक गोटे इनबर्न क्वालिटी ऑफ एनिमल्स मनीष शिखे ना पशु मानक भी अच्छे शिक्षा से शिखते शिखते पशु मनीष शिखार जो एबिलिटी शिखार जो इंक्लिनेशन कहते जो प्रवृत्तिटा से प्रवृत्तिटा कौन थाए पजेस करता प्राणी मैंने पजेस करता ह्यूमन बीइंग भी पजेस कर किंतु धाराटा अलग थाए कारण पशु मानक मन न था तो से देखिए सहजात प्रवृत्ति अनुसार करती कि मनीष कौन करे गोटाए मनीष कहते कहीं तार मानव तार मन तार मानव अच्छी गोटे अजणात लोक को देखिए भुकिब खाया देखो पाखे नांगुर गली बुल पड़े गाई कुकुर कुकुर बुलू ये प्रवृत्ति कौट आसला ये शिक्षाटा कौट आसला अजणा लोक देखिए कुकुर भुकिब ओल्लू तो देखो माँ कुकुर की बापा कुकुर भुकुव कल से तार ताकू भी शिखे तो सी गोटे अजणा लोक देखिले से भुकिब बिलई मान देख बिलई मान गोटे प्रवृत्ति शिखा गोटे सकाल आश्रम छाड़ुची आश्रम बहुत बिलई अच्छा गोटे क्यूट बिलई थी ना मरीगला पड़ेगा हठात से मुझे कम कह आसे सी आसे तो लक्ष्य कर कौन करुच्ची झाड़ा कर सका तार नेचर से करे तार गोटे स्वभाव स्वधर्म अनुसार कौन करे लक्ष्य लक्ष्य कर बांधिकी खोलदेव बाली भल की खोल गात कर गोड़े काटिकी मल त्याग कर सारा घोड़ी पड़े शुण तो शुणिज कुकुर मान स्वभाव अलग से जोट बार से झाड़ा कर शिखी स्वभाव स्वधर्म अनुसार से कुकुर सब नेक्स्ट जिन खाए तो ता झाड़ाटा जिते दुर्गंध न गोटे बिलई बहुत पाखे थाए स्वादिया जिन खाए ता मलटा एत दुर्गंध जे से भाया ईश्वर कर भगवान सृष्टि कला बेले से प्रवृत्ति से स्वभाव सांगे स्वधर्मटा देती से घोड़ा कर घोड़े शुंघ ठीक ठाक घोड़ा घोड़ी है केतक सब मेढ़ा छेली मान देखिथ से गोटे करडोर गोटे जाऊँ तल मेढ़ा पल छेली पल जाऊे हठात गोटे जगह पानी बंध कटि जाए मतिकी जीवे ताक भर टे साहसिया मेढ़ा कि साहसिया गोटे छेली तो सी कौन सरू जदि गोटे बाउंस पड़ो से चलो अन्य मैंने शिखिले से कौन करेंगे ना आस्ते आस्ते गोटे गोटे डेइबे ना फक डेई पड़े माँ कौन करते गोटे बिलई मान पंडित आश्रम बहुत रखी गोटे गवेषणा करते तो बिलई रखा ऑब्जर्व कर सबकनसीयस पार्ट रे जो जिनसा अच्छी साइकिक अच्छी डेभलप करना बहुत बिलई रखुते केयर भी बहुत नौले बिलई विषय जिते स्टोरी अच्छी माँ गोटे कहले तो गोटे राति पाई विभिन्न जगह विभिन्न कथा माँ कहते कहीं कर जाओ माँ कहले मुझे देखी गोटे बिलई छुआ भी कौन करा तार 4-5टा छुआ से शिखा गोटे कांथर आ गोटे कांथ मझे गैप अच्छी केमी डेइबे तो सी 10 थर तक 50 थर डेइबे क्षमा कर मत लक्ष्य करे से थरे डेइला 10 थर 50 थर डेइला जेपर्यंत छुआ साहस हम से कौन डेई पारे से पर्यंत से शिखी करते तो ये शिखा जो लर्निंग कर जिनसा पशु पक्षी मान
ଆପଣ ବହୁତ ଦିନ ତଳେ ଗୋଟେ ପଢିଥିବେ, ଏଇଟା ଟିକେ ଅପ୍ରାସଙ୍ଗିକ ତଥାପି ଟିକେ ଲାଗୁଛି, ଲୋଭ ସମରଣ ବୋଲି କହିହଉନି, କହିବାକୁ ଇଚ୍ଛା ହଉଛି। ଆଶ୍ରମରେ ମା ରଖୁଥିଲେ ଗୁଡାଏ ବିଲେଇ, କେତେବେଳେ ସାଧକ ସାଥିରେ ଦେଖିଲେ କଣ ମହାଜନସ୍ୟ ଗତସ୍ୟ ପନ୍ଥା, ସିଏ ବି ବିଲେଇ ରଖୁଛନ୍ତି, ତାପରେ ଆମେ ବିଲେଇ ପୋଷିଲେ, ମା କଣ ପାଇଁ ବିଲେଇ ରଖୁଛନ୍ତି, ସେ ବି ବିଲେଇ ପୋଷୁଥିଲେ। ସେ ବିଲେଇ କେତୋଟି ରଖିଥିଲେ, ସବୁବେଳେ ତାଙ୍କ ଝାଡରେ ତାଙ୍କର ଏନଗେଜମେଣ୍ଟ ଚାଲିଥିଲା। ବିଲେଇ କଣ ଖାଇବେ, କଣ କହିବେ, କୋଉଠି ଶୋଇବେ, କୋଉଠି ସେ ମଳତ୍ୟାଗ ଉଠେଇ ଚାଲିଥିଲେ। ସାଧକ ଜଣକ ଯେତେବେଳେ ମରିଗଲେ, ତାଙ୍କ ଶରୀର ଛାଡ଼ିଲେ, ଆଶ୍ରମରେ କଣ ହୁଏ ନା ସାଧକ ମାନଙ୍କ ଘର ଆଲାଟ ହେଇଥାଏ, ଯେତେବେଳେ ଶରୀର ତ୍ୟାଗ କରନ୍ତି ସେ ଘରଟା ପୁଣି କିଛି ଦିନ ପରେ ଆଉ କୋଉ ସାଧକଙ୍କୁ ଆଲର୍ଟ କରାଯାଏ। ତାଙ୍କ ଜିନିଷ ପତ୍ର ଯେତେବେଳେ ସବୁ ତାଙ୍କର ଯୋଉ ବିଲଙ୍ଗିଙ୍ଗସ୍ ଅଛି ତାଙ୍କ ଇଏ କରାଗଲା, ଦେଖାଗଲା, ତାଙ୍କର ଡାଏରୀ ମିଳିଲା। ସେ ଡାଏରୀରେ କଣ ହେଇଛି ନା ତ ବିଲେଇ ମାନଙ୍କ ବିଷୟରେ ମାଙ୍କୁ ପ୍ରାର୍ଥନା ଲେଖାଇଛି। ମା ଆଜି କାଳି ବିଲେଇଟା ତାର ଜ୍ୱର ହେଇଛି, କଣ ସେ ଖାଉନି, ସେ ଛଉକି ବିଲେଇର ତାର ପେଟ ଖରାପ ଅଛି, ସେ ଅମକ ବିଲେଇର ଧଳା ବିଲେଇଟାର ତାର କଣ ହେଇଛି ଗୋଡରେ ଆଘାତ ହେଇଛି, ଚାଲି ପାରୁନି, ଏସବୁ ମାଙ୍କୁ ପ୍ରାର୍ଥନା କରୁଛି। ତାଙ୍କର ଡେଲି ପ୍ରାର୍ଥନା ଥିଲା କଣ ନା ବିଲେଇ ମାନଙ୍କ ଉପରେ ମାଙ୍କୁ ପ୍ରାର୍ଥନା। ଶ୍ରୀମନ୍ତ ପାଖକୁ ଏଇଟା କଲା। ଏଇଟା ଅଲ ଇଣ୍ଡିଆ ମାଗାଜିନ୍ ଗୋଟେ ବାହାରିଥିଲା, ମଦର ଆଣ୍ଡ ଆନିମଲ୍ସ, ବହୁତ ବହୁତ କଥା ସବୁ ବିଭିନ୍ନ ପଶୁ ପକ୍ଷୀ ମାନଙ୍କୁ, ମା କାଉ, ସାପ, ବେଙ୍ଗ, ବିଭିନ୍ନ ଏଗୁଡିକ ସବୁ ତାଙ୍କର ଅଛି, ମାଙ୍କର ସବୁ ଲିଙ୍କ୍ ସବୁ ଅଛି, ଗଛ ବୃକ୍ଷ। ତେଣୁ ସେ ଦେଖିଲେ ତାର କଣ ହଉଛି ନା ବିଲେଇ ମାନଙ୍କୁ, ବିଲେଇ ମାଧ୍ୟମରେ ତାର ସାଧନା ହଉଥିଲା। ସାଧନା ତାର କୋଉ ମାଧ୍ୟମରେ ହଉଥିଲା, ବିଲେଇ ମାଧ୍ୟମରେ ସାଧନା କରୁଥିଲା। ଯାହା ହଉ, ଏଇ ଯୋଉ ଶିଖୁଛନ୍ତି ସବୁ, ଗୋଟେ ପ୍ରାଣୀ ତାର ସହଜାତ ପ୍ରବୃତ୍ତି ଅନୁସାରେ ଶିଖୁଛି, ଗୋଟେ ହ୍ୟୁମାନ ବିଙ୍ଗ କଣ କରୁଛି ନା ତାର ମନ ଥିବାରୁ ସେ ତାକୁ କଣ କରୁଛି ସିଷ୍ଟମେଟିକ ଶିଖୁଛି। ଏ ଶିଖିବାର ଗୋଟେ ପ୍ରୋସେସ ଅଛି। ସେ ଯୋଉ ପ୍ରୋସେସଟାକୁ ଶିକ୍ଷା ଶାସ୍ତ୍ରରେ କହନ୍ତି କଣ, ଲର୍ଣ୍ଣିଂ ସାଇକେଲ। ତାକୁ ଆମେ ଏଠି ଲର୍ଣ୍ଣିଂଟା ଆଡଜେକ୍ଟିଭ ହେଇଗଲା, ତାକୁ ଆମେ ଏପର୍ଯ୍ୟନ୍ତ ପଢୁଥିଲେ ପ୍ରିନ୍ସିପଲ ଅଫ ଲର୍ଣ୍ଣିଂ, ସେଟା ନାମ ନେଇଥିଲା। ତ ଲର୍ଣ୍ଣିଂ ସାଇକେଲ ହେଲା ଗୋଟେ ଶିକ୍ଷଣ ଚକ୍ର ଥାଏ, ଶିକ୍ଷଣ ପ୍ରକ୍ରିୟା ଥାଏ। ସେ ଚକ୍ରଟି କଣ, ଲର୍ଣ୍ଣିଂ ସାଇକେଲଟା କଣ ଆମେ ବୁଝିବା। ଆମେ ତ ସମସ୍ତେ ଜାଣୁଥିବା ଏଜୁକେସନ ଗୋଟେ ଲର୍ଣ୍ଣିଂ ସାଇକେଲ ଅଛି। ଲର୍ଣ୍ଣିଂ ସାଇକେଲ ମାନେ ଗୋଟେ କନସେପ୍ଟ, ସେ ଗୋଟେ କନସେପ୍ଟରେ ସେ କଣ କରିବ, କିଛି ଏକ୍ସପିରିଏନ୍ସ ଗ୍ୟାଦର କରିବ। ଆଉ ସେ କନସେପ୍ଟ ସେ ଯୋଉ କରିବ କେମିତି, ଗୋଟେ ସିକ୍ୱେନ୍ସିଆଲ କନସେପ୍ଟ। ସିକ୍ୱେନ୍ସ ମାନେ ତାର ଗୋଟେ କ୍ରମ ଅଛି। ହଠାତ୍ ଜଣେ ଦେଖିଦେଲେ ସେ କରିପାରିବନି, ଶିଖିଦେବନି। ତମେ ଦେଖିବ ଜଣେ କି ହାଇ ଜମ୍ପ କି ପୋଲ ଭଟ ମାରୁଛି, ସେ ଏବେ ଗୋଟେ ବାଉଁଶ ଧରି ପୁରା ଖଟିକି ଦେଇ ପଡୁଛି, ଗୋଟେ ଆକାଶ ଉଠି ଯାଇ ତଳେ ପଡୁଛି, ପୋଲ ଭଟ ମାରୁଛି, ସେ ଦେଖିଦେଲେ ସେ କରିଦେବ। ସେ ୱାଚ୍ କରିବ, ୱାଚ୍ କଲା ପରେ ତାପରେ କଣ ତାର ଥିଙ୍କ, ତାର ଥଟ୍ ଆସିବ। ସିଏ ଯଦି ମାରୁଛି ତାହେଲେ ମୁଁ ଏଠି ମାରିପାରିବିନି। ତାପରେ କଣ ହବ ନା ଡୁ, ତାକୁ କରିବାକୁ ଚେଷ୍ଟା କରିବ। ତାପରେ ଫିଲ୍ କରିକି ତାକୁ ଯଦି ଅନୁଭବ ନେଲା ମୁଁ ଦେଇପାରିବି, ତାହେଲେ ଜାଣି ହବ। ତ ଶିକ୍ଷଣ ପ୍ରକ୍ରିୟାରେ ଗୋଟେ ଅଛି, ଗୋଟେ ୱାଚ୍ କରିବ। ୱାଚ୍ କଲେ କଣ ହୁଏ ନା ତାର ଗୋଟେ ରିଫ୍ଲେକ୍ସନ ହୁଏ। ଧର କେମିତି ୱାଚ୍ କଲେ ଗୋଟେ ପିଲା ଦେଖିଲା ବାଳ ଏମିତି ଜଣେ କାଟିକି, ଆଜିକାଲି ଯୋଉ କୁକୁଡ଼ା ଗଞ୍ଜା ଭଳିଆ ବାଳ କାଟି ଗଛଟା ଭଲ ହଉଛି, ଆଉ ଜାଳି ଖାଉଛୁ ମନ୍ଦା ହେଇଯାଇଛି। ସେ ଦେଖିଲା ଏମିତି ଯୋଉଟା କି ୱାଚ୍ କଲେ ତାକୁ ଭଲ ଦେଖାଉଛି, କାଟିଲେ ହଁ ତାର ଗୋଟେ ଥଟ୍ ଆସିବ। ସେ ଯୋଉ ଥଟ୍ଟା ଆସେ, ଏଇଟା ଯଦି ରିଫ୍ଲେକ୍ସନରୁ କଣ ହୁଏ ନା ଗୋଟେ ଇମାଜିନେସନକୁ ଯାଏ, କଳ୍ପନା କରେ। କଳ୍ପନା କରିସାରିଲା ପରେ କଣ କରେ, ତାକୁ ଆକ୍ଟିଭେଟ କରିବାକୁ ଚେଷ୍ଟା କରେ, ଡୁ। ଯେତେବେଳେ ସେ ୱାଚ୍ କରିସାରିଲା ତାପରେ ତାକୁ ଥିଙ୍କ କଲା ବା ଇମାଜିନ କଲା, ତାପରେ ଆସ ତାକୁ ଡୁ। ଆଚ୍ଛା ମୁଁ ଏମିତି ବାଳ କାଟିଲି କେମିତି ହୁଅନ୍ତା, କୋଉଠି ଟେଲର ଦୋକାନ ଯିବ, ଆଜିକାଲି ମେସିନ ମିଳିଲାଣି, ତାକୁ କାଟି କାଟି ପକେଇ ଦେଇଯିବ। କେମିତି କୋଉଠି ତାକୁ ବହୁତ ପ୍ରୟୋଗ କରୁଥିବ, ଏମିତି କାଟିଲେ ହବ, ସେମିତି କାଟିଲେ ହବ। କିଛି ଗୋଟେ ହିରୋ ହିରୋଇନ ଏଭଳିଆ ଚୁଟି ସଜାଡି ଗୋଟେ ହିରୋଇନ ଏମିତି ବାନ୍ଧିଛି, ମତେ ମୁଁ ଚେଷ୍ଟା କରେ, ମନେ ମନେ ଭାବେ ମୁଁ ବି ହିରୋଇନ ହଉଛି, ଏମିତି ବାନ୍ଧିଛି ମୁଣ୍ଡକୁ। କିନ୍ତୁ ଗୋଟେ ସବୁ ହଉଛି କଣ ନା ଗୋଟେ ପ୍ରୋସେସ। ଯେତେବେଳେ ସେମିତି ସଜବାଜ ହେଇକି ବାଳ ଫାଳ ଏମିତି କରିକି ସେ ଆସିଲା, ସେ ଖାଲି ଦେଖ ମୁଁ ହିରୋଇନ ଭଳିଆ ମତେ ଲାଗୁଛି, ମୁଁ ସେଇଭଳିଆ ହେଇଛି। ପ୍ରତ୍ୟେକ ଜିନିଷ, ସାଇକେଲ ଚଢାଯିବ, ସାଇକେଲ ଜଣେ କେମିତି ଚଢୁଛି, ପ୍ରଥମ ସାଇକେଲ ଶିଖିଥିବା, ସାଇକେଲ କେମିତି ଚଢୁଛି ଆମେ ତାକୁ ୱାଚ୍ କରିଥିବ, ଏମିତି ଏମିତି ଚଢି ଯାଉଛନ୍ତି, ମୁଁ ବି ଏମିତି ଚଢି ପାରୁନି। ତାପରେ ସେ ତାକୁ କଣ କରି ପ୍ରାକ୍ଟିସ କରିବ, ତାପରେ ସେ ବହୁତ କଚଡା ଖାଇବ। ମୁଁ ଯେତେବେଳେ ଆମର ବିଭିନ୍ନ ଜାଗାରେ ଏଠି ସ୍କୁଲ, ସେଠି ରହିବା ଜାଗା, ସେଠି ଖାଇବା ଜାଗା, ସେଠି ଖେଳ ପଡିଆ ଜାଗା, ପଡିଛି ଆଶ୍ରମ ଭଳିଆ ଗାଁ ସାରା ବିଭିନ୍ନ ଜାଗାରେ। ତ ସାଇକେଲ ହଉଛି ଆମର ଅସ୍ତ୍ର। ବିନା ସାଇକେଲରେ କୋଉଠି ଯାଉନି, ଏତେ ଦୂର ଦୂରାରେ ବିଭିନ୍ନ ସ୍ଥାନକୁ ଟଚ୍ କରିବ, ପ୍ରତ୍ୟେକ ସମୟରେ ବିଭିନ୍ନ ଜାଗା ଟଚ୍ କରିବା ଅଛି, ପ୍ରତିଦିନ ବହୁତ ଆଡକୁ ଯିବାକୁ ଅଛି।
15 दिन ସେମାନେ ଏମିତି କଚଡ଼ା ଖାଇବେ 15 ଦିନ ପଡ଼ିଛି ଏବଂ 15 ଦିନ ପର୍ଯ୍ୟନ୍ତ ଉଠିପାରିବେ ବିଛଣା ତ ସେ ଆଘାତ ପାଇକି ଯଦି ଡରିଯିବ ସେ କେବେ ଶିଖିପାରିନଥାନ୍ତି। ପହଁରିବା ବିଷୟରେ ଯଦି ଆମେ କଣ କରିବା ବହୁତ ଗୁଡା ତାକୁ ବୁଝେଇବା ଯେମିତି ପହଁରନ୍ତି ନା ପହଁରି ପାରିବନି ତାକୁ ୱାଚ୍ କରିବ ଏମିତି ପହଁରୁଛନ୍ତି ତାକୁ କଳ୍ପନା କରିବ ମୁଁ ବି ଏମିତି ପହଁରୁଛି ତାପରେ ସେ ତାକୁ ନିଜେ ପ୍ରାକ୍ଟିସ କରିବ ତ ଯେତେବେଳେ ପହଁରିକି ଖଣ୍ଡେ ବାଟ ଚାଲିଗଲା ତା ଜାଣ ତାର ଲର୍ଣ୍ଣିଂ ହେଇଗଲା ପହଁରା ଉପରେ ତାର ଶିକ୍ଷାଟା ହେଇଗଲା। ଛୋଟ ପିଲାବେଳେ ଆମେ ସମସ୍ତେ ଥରୁ ଥର ପଢି ପଢି ଚାଲକି ଅଭ୍ୟାସର ବଳେ ଶିଶୁ ଜାଣିଛେ ସେ ପଢିବାରେ ସେଠି ରହିଯାଇଥାନ୍ତା ସେ ଉଠି ପାରିନଥାନ୍ତେ ଚାଲିବା ଆମେ ଯଦି ଚାଲିକି ସିଧା ସିଧା ଚାଲି ପାରିନଥାନ୍ତେ ସେଠି ଘୁଷିଥାନ୍ତେ ତେଣୁ ଆମର ଶିକ୍ଷକ ବା ଯେଉଁମାନେ ଶିଖଉଥାନ୍ତି ଚଲା ସେ କଣ କରୁଥାନ୍ତି ପଢିଗଲେ ସେ କଣ କରନ୍ତି ଏନକରେଜ କରନ୍ତି ଆଉ ଚାଲିଲେ ପଢିଗଲେ ତ ପୁଣି ଚାଲିଲେ ତାଳି ମାରନ୍ତି ପଢିଗଲେ ଭଲ ହେଲା ଆଉ ଚାଲେ ତେଣୁ ରୋଲ ହଉଛି ଯେ ଇନଷ୍ଟ୍ରକ୍ଟର ଶିଖଉଥାଏ ସେ କଣ କରନ୍ତି ଏନକରେଜମେଣ୍ଟ ଦଉଥାନ୍ତି ଯେମିତି ସେ କଣ କରେ ଆଉ ଅଧିକ ସୁନ୍ଦର ଭାବରେ ଭଲ ଭାବରେ ଲର୍ଣ୍ଣ କରୁ କିନ୍ତୁ ଲର୍ଣ୍ଣର ଯିଏ ଶିଖନ୍ତି ତାକୁ ଆମେ କହୁ ଲର୍ଣ୍ଣର ଯିଏ ଶିଖେ ତାକୁ ଆମେ କହୁ ଲର୍ଣ୍ଣର କିନ୍ତୁ ଲର୍ଣ୍ଣର ସବୁ ପ୍ରକାର ନଥାନ୍ତି ଲର୍ଣ୍ଣର ବି ବିଭିନ୍ନ ପ୍ରକାର ଥାନ୍ତି ଶିକ୍ଷା ଶାସ୍ତ୍ରରେ କୁହାଯାଉଛି ଶିକ୍ଷା କ୍ଷେତ୍ରରେ କଣ ଆମେ ମୋ ମାଙ୍କର ଯେତେବେଳେ ବସେ ମୁଁ ଦେଖେ ଯେ ଭକ୍ତି କଲା ବେଳକୁ କେତେକ ମା ବୋଲି କହିଦେଲେ ବି ଆଖି ବୁଝିକି ସେ ତାଙ୍କ ମା ବୋଲି କହି ଚାଲିଛନ୍ତି କେତେକ ଯଦି ମାଙ୍କ ଫଟୋକୁ ଭଲିକି ଦେଖୁଛନ୍ତି ଦେଖିକିରି ମାଙ୍କୁ ଦେଖିଲେ ଢୁକି ଆସିବେ କେତେବେଳେ କହୁଛି ଆକୁ ଛୁଇଁ ତାକୁ ସବୁ ଛୁଇଁଛି ମାଙ୍କର ଫଟୋ ପାଦ ସବୁ ଛୁଇଁଛି ବିଭିନ୍ନ ପ୍ରକାର ବି ସି ବି ଅଛି ଭକ୍ତିର ବି ସମାନ ଭାବେ ତ ଶିଖିବାଟା ସେମିତି ହଉଛି ଯେ ଲର୍ଣ୍ଣର ମାନେ ବି ବିଭିନ୍ନ ପ୍ରକାରିଆ ଥାନ୍ତି ଗୋଟେ ପ୍ରକାର ଲର୍ଣ୍ଣର ଥାନ୍ତି ଅଡିଏଟୋରୀ ଲର୍ଣ୍ଣର ସିଏ କଣ କରନ୍ତି ନା କିଛି ଗୋଟେ ତାଙ୍କର ଲିସନିଂ ଦ୍ୱାରା ତାଙ୍କର ହେଇଯିବ ସେ ଶିଖିଯିବେ ଗୋଟେ ଟପ୍ କହିଲା ଗୋଟେ ଲେକ୍ଚର ସ୍ପିଚ୍ କିଏ ଦେଲା ଗୋଟେ ଇନଫର୍ମେସନ କୋଉଠି ମିଳିଲା କୋଉଠି ଗୋଟେ ଡିସ୍କସନ କିଛି ହଉଛି ସେ ତାକୁ ଶୁଣିଦେଲେ ତାଙ୍କର ଶିକ୍ଷା ହେଇଯିବ ଆଉ ଗୋଟେ ଲର୍ଣ୍ଣର ଅଛନ୍ତି ଭିଜୁଆଲ ଲର୍ଣ୍ଣର ଭିଜୁଆଲ ଲର୍ଣ୍ଣର ମାନେ ସେ ତାକୁ ଶୁଣିଦେଲେ କହିଲି ତାକୁ ଅଡିଓ ଖାଲି କରିଦେଲେ ଶୁଣିଦେଲେ ସେମାନେ ଶିଖିପାରିବେ ତାଙ୍କୁ ଭିଜୁଆଲ ଦରକାର ସେ ଦେଖିବେ ସେ ଯୋଉ ଜିନିଷଟା କହୁଛ ଗୋଟେ ଜିରାଫ ବିଷୟରେ କହୁଛ ଗୋଟେ ପେଙ୍ଗୁଇନ ବିଷୟରେ କହୁଛ କି ଯାହା କହୁଛ ବିଲେଇ ବିଷୟରେ କୁହ ତାର ଗୋଟେ ମଡେଲ ଦରକାର ତାର ଗୋଟେ ଚାର୍ଟ ଦରକାର କିମ୍ବା ତାର ଗୋଟେ ରେପ୍ଲିକା ଦରକାର ଗୋଟେ ଇମେଜ ଦରକାର କି ଗୋଟେ ଗ୍ରାଫ କରିଦେଲେ ହବ ମଣିଷ କହିଲେ ମଣିଷ ଯଦି କ୍ଷେତ୍ର ଦେଖିନୁ ଦିଟା ଶୂନ ଏମିତି କରିଦବ ଦିଟା କାନ ଠିଆ କରିଦବ ଏଇଟା କ୍ଷେତ୍ର ନ ଦେଖିଲେ ଏଇଟା ଗୋଟେ ଇମେଜ କି ଗୋଟେ ମଡେଲ କ୍ଷେତ୍ରରେ ଗୋଟେ ମଡେଲ ଏମିତି ଦେଖିଲେ ଭିଜୁଆଲି କଣ କରିବେ ସେମାନେ କିଛି ଲର୍ନ ଦରକାର ଆଉ ଗୋଟେ ପ୍ରକାର ଲର୍ଣ୍ଣର ଅଛନ୍ତି ସେମାନେ ଅଛନ୍ତି କାଇନେସ୍ଥେଟିକ୍ ତାକୁ କୁହାଯାଏ ସେମାନେ ସ୍ପର୍ଶ କରି ଧରି ହ୍ୟାଣ୍ଡେଲ କରିକି ତାକୁ ଶିଖନ୍ତି ତ ଯୋଉ ଲର୍ଣ୍ଣର ମାନେ ସେମାନେ କଣ କରନ୍ତି ଅଡିଓଟୋରୀ ଲର୍ଣ୍ଣର ଆଉ ଭିଜୁଆଲ ଲର୍ଣ୍ଣର ଯୋଉମାନେ ଥାନ୍ତି ତାକୁ କୁହାଯାଏ ପାସିଭ ଲର୍ଣ୍ଣର ଶିକ୍ଷା ଶାସ୍ତ୍ରରେ ଆଉ ଯୋଉମାନେ କାଇନେସ୍ଥେଟିକ୍ ମାନେ ଟଚ୍ କରିକି ସେମାନେ ସବୁ କରନ୍ତି କାଇନେସ୍ଥେଟିକ୍ ମାନେ ସେମାନେ ହଉଛନ୍ତି କଣ ଆକ୍ଟିଭ ଲର୍ଣ୍ଣର ସେମାନେ ପୁରା ଡାଇରେକ୍ଟ କଣ କରନ୍ତି ଶିଖନ୍ତି ସେମାନଙ୍କର ଗୋଟେ କମ୍ପ୍ଲିଟ ନଲେଜ ଦରକାର ସେଇଥିପାଇଁ ଆମର ଯୋଉ ଲର୍ଣ୍ଣିଂର ଆକ୍ଟିଭିଟି କରାଯାଏ ଲର୍ଣ୍ଣିଂ ପ୍ରୋସେସ କରାଯାଏ ତାକୁ ଗୋଟେ ସିଆର୍ଏ ମେଥଡ କରାଯାଏ ସିଆର୍ ମେଥଡ ବୁଝିପାରୁଛ ସିଟିଏ ମେଥଡ କୁହାଯାଏ ସିଆର୍ ମେଥଡରେ କଣ ଧରାଯାଉ ତମେ ଆମେ ଗୋଟେ pussycat where have you been I have to learn to look at the queen pussycat what did you do there I frightened a little mouse under the chair तर ଏଇଟା ଆମେ ସମସ୍ତେ ପିଲାଙ୍କର ନସେରେ ପପୁଲାର ଆନ୍ସର ମୁଁ ତ କହିଲି ଗାଇଡର ଶିକ୍ଷକ ଗଲା ଏଠି ଗାଇଡର ସେଟା ପିଲା ପାଇଁ ସେଟା କଣ ହେଲା ପିଲା ତ କିଛି କଣ pussycat କଣ ହେଲା ନନ୍ଦନ କଣ ହେଲା କଣ ଛୋଟ ହାତ ହେଲେ ଏଇଟା ତା ପାଇଁ କଣ abstract କିଛି ବୁଝିପାରେ କି ଗୋଟେ pussycat ର କଣ କଲେ ଗୋଟେ ପିକ୍ଚର ଆଣିଲ କି ଗୋଟେ pussycat ବିଲେଇର ଗୋଟେ ମଡେଲ ଆଣିଲ ତାକୁ ଧରି କହିବ pussycat ତାକୁ କହିବ ସେମାନେ ପିଲାମାନେ ତାକୁ ପଚାରିବେ ତାହେଲେ ସେଇଟା କଣ ହବ ନା ସେଟା ରେପ୍ଲିକା କଣ ନା ତାର ଗୋଟେ ପ୍ରତିଭୂତି ଆମେ ଦେଖେଇକି ତା କରିବା ତ ଆଧାର କଣ ନା ଲର୍ଣ୍ଣର ଆଉ ଟିକେ କଣ କରେ ଆକ୍ଟିଭେଟ୍ ହୁଏ ଶିଖେ କିନ୍ତୁ ଗୋଟେ ପୋଷା ବିଲେଇକି ନେଇକି କଣ କରିବ କ୍ଲାସକୁ ନବ ତାକୁ ହ୍ୟାଣ୍ଡେଲ କରିପାରୁଥିବ ତମର ଯୋଉ ପୋଷା ବିଲେଇ ଥିବ ତାକୁ ନେଇକିରି
ତାକୁ ବସେଇବ ଚେୟାର ଉପରେ ପୁସି କ୍ୟାଟ୍ ତାକୁ ବୁଲେଇଲୁ। ତାପରେ କଂଗ୍ରେସ ପୁସି କ୍ୟାଟ୍ where have you been? I have been to London to look at the king. ସେଠୁ ତ ମାନେ ରେସ୍ପଣ୍ଡ କରିବନି। ସେଠୁ ତାକୁ କଣ କରିବ ତ କେମିତି ଧାଡ଼ି ଗୋଟେ ଶବ୍ଦ କରିଦବ। ସେ କଣ କରିବ ଦି ଗୁଡ଼ି ଚେୟାର ଉପରେ ଚେୟାର ବସେଇ ବୁଝିଯିବ କଣ ହେଲା। ତାପରେ tighten the little mouse under the chair। ଏଇଟା କଲା ତାର କଣ ହେଲା ପିଲା ଗୋଟେ କମ୍ପ୍ଲିଟ ଲର୍ଣ୍ଣିଂ ହଉଛି। ତେଣୁ ଆମେ ଯେତେବେଳେ ଲର୍ଣ୍ଣିଂ ଆକ୍ଟିଭିଟିଜ କରୁଛେ ବା ଗୋଟେ ପିଲାକୁ ଶିଖିବାକୁ ଯାଉଛେ ତାହେଲେ ଆମକୁ ଏଗୁଡ଼ା ସବୁ କଣ କରିବାକୁ ପଡ଼ିବ ନା ଆମକୁ ଗୋଟେ ମେଥଡ ନେବାକୁ ପଡ଼ିବ। ତାକୁ କୁହାଯାଏ CPR ମେଥଡ ବା CRA ମେଥଡ ବା CPA ମେଥଡ। ତୁମେ ଆଗ କମ୍ପ୍ଲିଟ କାମ ଦେଖେଇବ। ଯଦି କମ୍ପ୍ଲିଟ ନାହିଁ ତାହେଲେ ରେପ୍ଲିକା ତାର ଇମେଜ କିଛି ଦେଖାଅ। ଯଦି ଇମେଜ ନାହିଁ ତାହେଲେ କଣ କର ତୁମେ ଯାହାକୁ ଆବଷ୍ଟ୍ରାକ୍ଟ କଥା ବି ଯାଅ। କିନ୍ତୁ ନା ଜିରାଫ କହିଲେ ଏମିତିଆ ଉପର ଏଗୁଡାକ ହଉଛି ହଁ ଗୋଟେ ତା ପାଇଁ ଉଦ୍ଭଟ। ତ ଯୋଉ ଆମେ ଲର୍ଣ୍ଣିଂ କରୁଛେ ଲର୍ଣ୍ଣିଂ କଲାବେଳେ ଆମକୁ ଫୋକସ କରିବାକୁ ପଡିବ। କାହିଁକି ଶିକ୍ଷାଟା ଦେବି ତା ଫୋକସଟା କଣ ତା ଫୋକସ ମିନ୍ସ ତା ଅବଜେକ୍ଟିଭଟା କଣ ଏବଂ ତାପରେ ସବୁ ପିଲାମାନଙ୍କର ଯୋଉ ଲର୍ଣ୍ଣରଟା ସେଟା ସ୍ପୋଣ୍ଟାନିୟସ୍ କରୁଛି ନା ନାଇଁ ଆଉ ଯୋଉଟା କରୁଛି ସେଟା ତା ପାଇଁ ଜୟଫୁଲ ହଉଛି କି ନାହିଁ ଆନନ୍ଦଦାୟକ ହଉଛି କି ନାହିଁ ଏବଂ କରିସାରିଲା ପରେ ସେ ନିଜେ ସେମିତି କରିପାରୁଛି ନାହିଁ ତା ପାଇଁ ଗୋଟେ ଚ୍ୟାଲେଞ୍ଜ ଅଛି କି। ସେଥିପାଇଁ ତାକୁ ଚାରିଟା ଭାଗରେ କରିବାକୁ ପଡେ। ଗୋଟେ ଫୋକସ ଆଉ ଗୋଟେ ସ୍ପୋଣ୍ଟାନିଟି ତାପରେ ଗୋଟେ ହଉଛି ଜୟଫୁଲନେସ୍ ତାର ଆନନ୍ଦ ଥିବ ତାର ଚ୍ୟାଲେଞ୍ଜ ଥିବ। ତାହେଲେ କଣ ହବ ଲର୍ଣ୍ଣିଂଟା ତା ପାଇଁ ସଫଳ ହବ। ତ ବର୍ତ୍ତମାନ ପ୍ରଶ୍ନ ହଉଛି ଯାହା ପାଇଁ ଏତେ କଥା କରାଯାଉଛି ସେ ଲର୍ଣ୍ଣରଟା କିଏ ମଣିଷ ଭିତରେ। ମୁଁ ଶିଖିଛି ମୁଁ ସାଇକେଲ ଶିଖିଛି ମୁଁ ମୋବାଇଲ ଚଲେଇ ଶିଖିଛି ମୁଁ ଶିଖିଛି ମୁଁଟା କିଏ ନାହିଁ ମୁଁ ବା ଶିଖିଛି ଏଇଟା ତ ଛାତି କଣ ଶିଖିଲାଣି ମୁଁ ଶିଖିଛି ଏଇଟା ତ ଆଙ୍ଗୁଠି ଶିଖିଛି। ଆରେ ମୁଁ ଶିଖିଛି ସେଇଟାକୁ ଏଇଟା ତ ମୁଣ୍ଡ ଶିଖିଛି କିଏ ମଣିଷ ଭିତରେ ଶିଖୁଛି କିଏ ସେଟା ଗୋଟେ ପ୍ରଶ୍ନ ନା। ତ ଛାତିଟା ଶିଖୁନି ନା ମୁଁ ଶିଖିଛି କହିବି ମୁଁ ଶିଖିଛି ଏଇଟା ଶିଖିଲିନି। ଯୋଉ ପାଠକୁ ଆମେ ଦେଖିକି କହିବା ମୁଁ ଶିଖିଛି କି ସିଏ ଶିଖିଛି କି ତୁ ଶିଖିଛୁ ମୁଁ ତୁମେ ସିଏ ଯୋଉ ପସନ୍ଦ କର ଫାଷ୍ଟ ବର୍ଷ ସେକେଣ୍ଡ ବର୍ଷ ଥାର୍ଡ ବର୍ଷ ଯାବ ମୁଁ ଶିଖିଛି ସିଏ ଶିଖିଛି ତୁ ଶିଖିଛୁ ଯାହା ଆମେ କହିବା ହେଲେ ଶିଖୁଛି କିଏ ମଣିଷ ଭିତରେ। ତେବେ ଏଇ ଯୋଉ ରକ୍ତ ମାଂସର ଖୋଳ ଆମର ଅଛି ଏଇ ଖୋଳ ଭିତରେ ରକ୍ତ ମାଂସ ହାଡର ଖୋଳ ଭିତରେ ଗୋଟେ କିଏ ଅଛି। ଏ ରକ୍ତ ମାଂସର ଆମର ଏଟା ଦୃଶ୍ୟମାନ ଏମିତି ଗୋଟେ କଣ ଜିନିଷ ଅଛି ଆମ ଭିତରେ ଗୋଟେ ଅଦୃଶ୍ୟ ଜିନିଷ ଅଛି ସେ କଣ ଗୋଟେ ଶିଖୁଛି। ତ ସେ ଅଦୃଶ୍ୟ ଜିନିଷ ଯେତେବେଳେ ଶିଖୁଛି ସେ କିଏ ସେ ନା ତାକୁ ଆମେ କହୁ ସେଟା ହଉଛି ମନ। ସେ ମନ ତାକୁ ଶିଖୁଥାଏ। କିନ୍ତୁ ବାହାରୁ ଗୋଟେ ମଣିଷ ଭଳିଆ ଦେଖାଉଥିଲା ଆମେ ଜାଣିଥିବା ସବୁ ସ୍କୁଲରେ ପାଠ କରି ବହି ପଢି ଜାଣିଥିବା ବାହାରୁ ମଣିଷ ଗୋଟାଏ ବୋଲି ଦେଖା ଗଲେ ବି ସେ କିନ୍ତୁ ଗୋଟାଏ ମଣିଷ ନୁହଁ ଚାରିଟା ମଣିଷର ସମାନ। ଚାରିଟା ମଣିଷ ଗୋଟିଏକୁ ଦେଖାଯାଉଛି ଶରୀର କିନ୍ତୁ ଆମକୁ ତା ପାଖକୁ ରହିଛନ୍ତି ଗୋଟେ ଇମୋସନାଲ ଅନ୍ନମୟ କୋଷ। ତାକୁ କୋଷ ବିଷୟରେ ଜାଣିଥିବା ସବୁଠି ତାକୁ କହିଲେ ପାଠ ବି ଦେଇପାରିବାନି। ଅନ୍ନମୟ କୋଷ ତା ପାଖକୁ ତା ପଛକୁ ଲେୟାର ଅଛି ପ୍ରାଣମୟ କୋଷ ରହୁଛି ମନୋମୟ କୋଷ ଉପରେ ବିଜ୍ଞାନମୟ କୋଷ ପରେ ଆନନ୍ଦମୟ କୋଷ। ସ୍ତର ସବୁ ଆମର ଅଛନ୍ତି। ତେଣୁ ଆ ଭିତରେ ଶିଖୁଛି କି ନା ମନ ଯୋଉ ଶିଖୁଛି ସେ ମନଟା କୋଉଠି ଅଛି। ଯଦି ମନଟା ଶରୀର ଭିତରେ ରକ୍ତ ମାଂସ ହାଡର ଗୋଟେ ଖୋଳ ଭିତରେ ଅଛି କୋଉଠି କିଏ ମୁଣ୍ଡରେ ଅଛି କିଏ ଇଚ୍ଛା ମୁଁ ତ ବେଳେ ପଚାରେ କିଏ ତମେ ଶିଖୁଛ କେମିତି ମନେ ରଖୁଛ କେମିତି ନା ମୁଣ୍ଡରେ କଣ ଅଛି ମୁଣ୍ଡ ତ କେଉଁ ଗୁଡା ଅଛି ତା ଭିତରେ କଣ ଅଛି ଏଟା ମସ୍ତକ ଭିତରେ କିଏ ନା ମସ୍ତିଷ୍କଟା କୋଉଠି ମୋର ଅଛି କେବଳ ଏଇଠି ଅଛି କୋଉଠି କଣ କିଛି କି କାରଣ ମସ୍ତିଷ୍କ ପୋଜିସନ ବି ଜାଣିଲେ କୋଉଠି ଅଛି ସବୁ ବିଷୟରେ ଜାଣିନାହିଁ। ମସ୍ତିଷ୍କରେ କୋଉଠି ଥାଏ ଜାଣିନି ଯାହା ସେ ମସ୍ତିଷ୍କ ସେ ଯୋଉ ମନଟା ଅଛି କୋଉଠି ତାର ଜନ୍ମ କେତେବେଳେ ହେଲା ଶରୀର ଜନ୍ମ ହେଇସାରିଲା ପରେ ରକ୍ତ ମାଂସର ପିଣ୍ଡଟା ଜନ୍ମ ହେଇସାରିଲା ପରେ ସିଏ ସ୍କୁଲକୁ ଆସିଲା ଆଗରେ ସେ ତାର ମନ ଆସିଲା। ସେ ମନଟା କେତେବେଳେ ଜନ୍ମ ହେଲା ସିଏ କେତେବେଳେ ସଞ୍ଚରିତ ହେଲା ଆମକୁ ବେଳେ ପିଲାକୁ ମୁଁ କେତେ ଜାଗା ପଚାରେ ମନଟା କେତେବେଳେ ଆସିଲା ସ୍କୁଲକୁ ଆସିଲା ବେଳକୁ ତାର ମନ ଆସିଲା କି ତାର ଜନ୍ମ ହେଇକି ଆସି ବଢିଲା ଟିକେ ମନ ଆସିଲା। କିନ୍ତୁ ଯେତେବେଳେ ବି ରକ୍ତ ମାଂସର ୟୁଟ୍ରସ୍ ଭିତରେ ମାର ୟୁଟ୍ରସ୍ ଭିତରେ ବଢା ହଉଥିଲା ସେଟା ତାର ମନଟା ବି ତା ଭିତରେ ଡେଭଲପମେଣ୍ଟ ହଉଥିଲା
ତାର ଇମୋସନ ଗୁଡାକ ସବୁ ତାର ଏକା ସାଙ୍ଗରେ ସବୁ ଜିନିଷ ହଉଛି। ଖାଲି ଗର୍ଭ ସନ୍ଧ୍ୟାରେ ଶରୀରଟା ତାର ଅବୟବ ରୂପ ନିଏ ନା, ତା ସାଙ୍ଗେ ସାଙ୍ଗେ କଣ ହଉଥାଏ ନା ତାର ମାନସିକ ଗ୍ରୋଥ ହଉଥାଏ, ଫିଜିକାଲ ଗ୍ରୋଥ ସହିତ ସେଇ ଯୋଉ ଶିଶୁଟା ରୂପ ନେବାକୁ ଯାଉଥାଏ ତାର ମେଣ୍ଟାଲ ଗ୍ରୋଥ ହଉଥାଏ, ଫିଜିକାଲ ଗ୍ରୋଥ, ମେଣ୍ଟାଲ ଗ୍ରୋଥ ଏବଂ ତାର ଇମୋସନାଲ ଗ୍ରୋଥ ବି ସବୁ ଭଗବାନ ହଉଥାଏ, ସାଇକିକ ଗ୍ରୋଥ ବି ହଉଥାଏ। ସେଇଥିପାଇଁ ଆମର ପ୍ରି ନାଟାଲ ଏଜୁକେସନ ବହୁତ ଗୁରୁତ୍ୱ ଦିଆଯାଇଛି ଆମ ଶିକ୍ଷାରେ। ପ୍ରି ନାଟାଲ ମାନେ ଆମ ଶିକ୍ଷା ଉପରେ ସବୁ ପଢିଥିବା ଶିକ୍ଷାଟା ମାନେ ଜନ୍ମ ହେଲା ପରେ ମାନେ ଜନ୍ମ ପୂର୍ବରୁ ପିଲା ଶିଖେ, ଯେତେ ଜନ୍ମ ହେଇନଥାଏ ତାର ଶିକ୍ଷା ଆରମ୍ଭ ସବୁ ହେଇଯାଏ। କୋଉଠୁ ନା ମାତୃ ଗର୍ଭରୁ ସବୁ ଶିକ୍ଷା ଆରମ୍ଭ ହେଇଯାଏ। ତେଣୁ ଏଇ ଯୋଉ ମଣିଷ ଭିତରେ ଯୋଉ ମନ, ଏଇ ମନ ରୂପକ ଯୋଉ ଜିନିଷଟା ଯନ୍ତ୍ରଟା, ସେ ଯନ୍ତ୍ର ସବୁ ଶିଖେ ଲର୍ନ କରେ। ଟ୍ରୁ ଲର୍ଣ୍ଣର ଆମ ଭିତରେ କେଉଁଠି ନା ମନ, ସେ ଯୋଉ ଟ୍ରୁ ଲର୍ଣ୍ଣର ମନଟା, ଏ ମନକୁ ତାକୁ ଅନୁଶୀଳନ କରିବା ଭାରି ଜଟିଳ, ଭାରି ଦୂର ବେପାର। କାହିଁକି ଦୂର ବେପାର? ଇଟ୍ ଇଜ ସୋ ଡେଲିକେଟ ଆଣ୍ଡ ସୋ ସେନ୍ସିଟିଭ। ସେ ଯୋଉ ମଣିଷ ଯୋଉ ମନଟା ଏତେ ଡେଲିକେଟ, ମାନେ ଏତେ ତାର ମାନେ ସୂକ୍ଷ୍ମ, ଆଉ ତାର କଣ ଏତେ ସେନ୍ସିଟିଭ, ଏତେ ସମ୍ବେଦନଶୀଳ ଯେ ତାକୁ ଜାଣିବା ବୁଝିବା ବଡ କଷ୍ଟ। କାହିଁକି ସେଥିପାଇଁ ନା ହ୍ୟୁମାନ ମାଇଣ୍ଡକୁ ବୁଝିବା ଆଉ ହ୍ୟୁମାନ ସାଇକୋଲୋଜିକୁ ବୁଝିବାଟା ହଉଛି, ବୁଝିବା ପାଇଁ ଆମର ଗୋଟେ ଇନସାଇଟ୍ ନଲେଜ ଥିବା ଦରକାର। ଗୋଟେ ଅନ୍ତର୍ଜ୍ଞାନ ଭିତ ନଥିଲେ ଜଣେ ହ୍ୟୁମାନ ମାଇଣ୍ଡ ଷ୍ଟଡି କରିପାରିବନି। ମାନେ ଶିକ୍ଷକ ଜଣେ କଣ ଗୋଟେ ସାଇକୋଲୋଜିଷ୍ଟ ହେବା ଦରକାର, ଆନାଟୋମିଷ୍ଟ ବି ହବ, ମାନେ ତାର ସବୁ ବଡି ପାର୍ଟ କୋଉଠି କଣ ଅଛି ସବୁ ଜିନିଷ ସେ ବିଷୟରେ ଜ୍ଞାନ ନଥିବ, ଖାଲି କଣ ଡାକ୍ତରଙ୍କ ଜ୍ଞାନ ରହିବ? ଶିକ୍ଷକ ବି ସେଇଟା ଜାଣିଥିବା ଦରକାର, କାରଣ ସେଗୁଡାକ ପିଲାଙ୍କର ଡେଭଲପମେଣ୍ଟ ସେ ଦେଖିବ କେମିତି। ତ ଆନାଟୋମିକାଲ ଜ୍ଞାନ ସବୁ ସହିତ ବି ତାର ଗୋଟେ କଣ ଦରକାର ହଉଛି, ଗୋଟେ ସାଇକୋଲୋଜିକାଲ ନଲେଜ ଥିବା ବି ଦରକାର। ତେଣୁ ଗୋଟେ ଟିଚର ଜଣେ ସାଇକୋଲୋଜିଷ୍ଟ ନହେଲେ କରିପାରିବ। ତେଣୁ ଶିକ୍ଷା ଦେବା ପାଇଁ ଗୋଟେ ପ୍ରପର ପ୍ରୋସେସ ଦରକାର। ସେମାନେ ଲୋକ କହୁଛନ୍ତି ପ୍ରାଚ୍ୟ ହଉ କି ପାଶ୍ଚାତ୍ୟ ହଉ, ଏଇ ହ୍ୟୁମାନ ମାଇଣ୍ଡର ମନସ୍ତତ୍ୱକୁ ବୁଝିବା ପାଇଁ ସମଗ୍ର ଶିକ୍ଷା ବ୍ୟବସ୍ଥା ସବୁ କଣ କରୁଛନ୍ତି, ଅନଭିଜ୍ଞ। ସେ ଜାଣନ୍ତିନି ଯେ ହାଉ ଟୁ ଟିଚ୍ ବା ହାଉ ଟୁ ଡେଭଲପ ଦ ମାଇଣ୍ଡ। ସେ କହୁଛନ୍ତି ଏଇ ଅବସ୍ଥା କୋଉଠି ପ୍ରାଚ୍ୟ କି ପାଶ୍ଚାତ୍ୟ କୋଉଠାରେ ବି ଶିଶୁର ମନସ୍ତତ୍ୱକୁ ବୁଝିବାକୁ ଅକ୍ଷମ। ଏପର୍ଯ୍ୟନ୍ତ ସେମାନେ ଅକ୍ଷମ ହେଉଛନ୍ତି। ଅକ୍ଷମ ହେଲା ଦ୍ୱାରା କଣ ହଉଛନ୍ତି ନା ଗୋଟେ ଜ୍ଞାନ କୈନ୍ଦ୍ରିକ ଶିକ୍ଷା ଦଉଛନ୍ତି। ଜ୍ଞାନ କୈନ୍ଦ୍ରିକ ଶିକ୍ଷା ଦେଲା ବେଳେ ଗୋଟେ ମାନସିକ ବିକଳାଙ୍ଗ ଗୋଷ୍ଠୀ ସୃଷ୍ଟି ହଉଛନ୍ତି। ବର୍ତ୍ତମାନ ଦେଖ ଆମର 100 ବର୍ଷ ତଳେ ବି ଆମ ଜେଜେମା ହେରିକା ଯେତିକି ସେମାନେ ଜ୍ଞାନ ହାସଲ କରିଥିଲେ, ଆମେ ଯୋଉ ପିଢି ସବୁ 3 ପିଢି 4 ପିଢିର ପିଲାମାନେ ତାପରକୁ ଆସିଛନ୍ତି, ବହୁତ ଡେଭଲପଡ। ଆମେ ମେଣ୍ଟାଲି ଡେଭଲପଡ, ଏଜୁକେସନାଲି ଆମେ ଡେଭଲପଡ, କିନ୍ତୁ ଆମେ ଯେତେ ଡେଭଲପଡ ହେଇକି ଆମେ ସେତେ ମାନସିକ ବିକଳାଙ୍ଗ। ବର୍ତ୍ତମାନ ସମାଜରେ ଯୋଉ ବିଗିଡି ଯାଉଛି, ଆଜି କଣ ହଉଛନ୍ତି ମେଣ୍ଟାଲି ଡିଗ୍ରେଡେଡ ଷ୍ଟୁଡେଣ୍ଟସ ବା ମେଣ୍ଟାଲି ଡିଗ୍ରେଡେଡ ମଣିଷ ମାନେ ଆସୁଛନ୍ତି। ମେଣ୍ଟାଲ ଡିଗ୍ରେଡେସନ ହେଲାରୁ ମୋରାଲ ଡିଗ୍ରେଡେସନ ହଉଛି, ନୈତିକତାର ଅଧୋଗତି ହଉଛି, ସବୁ ବିଗିଡି ଯାଉଛି, ଶିକ୍ଷା ବ୍ୟବସ୍ଥା ବିଗିଡି ଯାଉଛି। ତେଣୁକରି ଜ୍ଞାନ କୈନ୍ଦ୍ରିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ବର୍ତ୍ତମାନ ଶିକ୍ଷାଟା କଣ କରୁଛି, ବେଶୀ ମେଣ୍ଟାଲି ହ୍ୟାଣ୍ଡିକେପ୍ଟ କରୁଛି। ଫିଜିକାଲି ହ୍ୟାଣ୍ଡିକେପ୍ଟ କହିଲେ ଆମକୁ ଦିବ୍ୟାଙ୍ଗ, କିନ୍ତୁ ମେଣ୍ଟାଲି ହ୍ୟାଣ୍ଡିକେପ୍ଟ ଆମ ଶିକ୍ଷା ବ୍ୟବସ୍ଥା କରୁଛି। ଏବଂ ଶିକ୍ଷା ବ୍ୟବସ୍ଥାଟା କରୁଛି ମାନେ ପରୀକ୍ଷାରେ ସଫଳତା ହେବା, ଛୁଆ ବେଶୀ ପାଠ ହବ, ଦଣ୍ଡରୁ ମୁକ୍ତ ହବ। ଦିଟା କାରଣ, ଦଣ୍ଡରୁ ମୁକ୍ତି ପାଇବ, ନହେଲେ ଜୀବନରେ ସଫଳତା ଆଣିବ। ମୁଁ ଯେମିତି ମୋ ପିଲା ବେଳେ, ମୁଁ ଛୁଆ ବେଳେ ବୁଝୁଥିଲି, ଆମକୁ ସାର୍ କହିଲେ ଯେ 4th ଶ୍ରେଣୀ ପଢୁଥିଲି, ସାର୍ କହିଲେ ଆଖୁ ଚାଷ ଉପରେ ରଚନା ପଢିବ ପରୀକ୍ଷାରେ। ନିଶ୍ଚିନ୍ତ ପଢିଥିବ, କିନ୍ତୁ ଆଖୁ ଚାଷ ଉପରେ ସମସ୍ତେ ଲେଖିବ। ଆଖୁ ଚାଷଟା କେମିତି ହୁଏ, ଧାନ ଚାଷ ଲଗେଇଥାନ୍ତି ସ୍କୁଲ ବାଟରେ, ଧାନ ପାଟ ବିଲ ପଡେ, ସରୁ ହିଡରେ ଆମେ ଯାଉନା, ମୋଟା ହିଡ ଥାଏ ତ ମେନ ହିଡ, ସେ ବାଟେ ଦେଇଯାଉ। ଧାନ ଥରେ ତା ହଳ ବୁଲିବା ଠାରୁ, ଧାନ ବିହନ ବୁଣା ଠାରୁ, ଗଛ ହବା ଠାରୁ, ତାର ସବୁ ଏକ୍ସପିରିଏନ୍ସ ଆମେ ଦେଖିଛୁ। ଧାନ କଟା ହବା ପରେ ଧାନ ଚାଷରେ ବି ମନକୁ ଲେଖିଥାନ୍ତି ଯେହେତୁ ଆଖୁ ଚାଷ ଦେଲେ ଆଖୁଟା କୋଉଠି ଆମେ ଲଗା ହବନି ପଡି, ତେଣୁ ଘୋଷିବାକୁ ପଡିବ। ଘୋଷିବାକୁ ପଡିବ କ୍ରୋନୋଲୋଜିକାଲି ସିକ୍ୱେନ୍ସିଆଲି ଘୋଷିବାକୁ ପଡିବ, ସାର୍ ଯେମିତି କହିଛନ୍ତି। ମୁଁ ଦେଖିଦେବୁ ଆଖୁ ଗୋଟିଏ ଲାଭଜନକ ଫସଲ, ଆଖୁ ଦୋରସା ମାଟିରେ ହୁଏ, ଆଖୁ ପାଇଁ ଆଖୁ ଏଇ ମାସ କଣ ଅତ୍ୟଧିକ ପାଣି ଦରକାର ହୁଏ, ପୁଣି ତ କରିବି ପୁଣି ସିକ୍ୱେନ୍ସ ଠିକ ହେଇଗଲାଣି। ବହୁତ ଡାଲି ଭୁଲଥିଲା, କୋଳଥ ଡାଲି ଦରକାର ବହୁତ ସମୟ ସିଝୁଥିଲା, ବହୁତ ସମୟ ଭୁଲଥିଲା, କହିଲେ ପକେଇବି ସେ ଅଣକ, ଆମ ଘରେ କଣ ଅଣକ ଆଉ ଭ୍ରମଣ ଆଉ ଟଙ୍କା, ସେ ଅଣକ କାବୁଜ ଭାବୁଛି ନଥିବ, ଦେବୀ ଡଙ୍କେରେ ଆଖୁ ତ ଗୋଟେ ଲାଭଜନକ ଫସଲ, ଆଖୁ ଦୋରସା ମାଟି ଦେବି, ସେ ଆଖୁ ତ କଣ ବହୁତ ପାଣି ଦେବେ, ସେଇଟା କଣ ଏତେ ତ କଣ କହୁଛି। ମୁଁ ଗୋଟେ ଶୁଣି ମନରେ ତୁ ବସୁଛୁ କଣ ପୁଣି ବୁଝୁଛୁ କାହିଁକି, କିନ୍ତୁ ଛୁଆ ଭଳିଆ ରଟେଡ ରଟେଡ ସିଷ୍ଟମରେ ପାଠ ପଢନ୍ତୁ,
ନା ଆଧାର କଣ ପିଲା ଭିତରେ ସମସ୍ତ ସମ୍ଭାବନା ସମସ୍ତ ଶକ୍ତି ସବୁ ପସିବିଲିଟି ଏବଂ ତାର ଯୋଉ ବିକାଶଟା ପ୍ରାପ୍ତ ହୁଏ ସେଇଟା ଏପର୍ଯ୍ୟନ୍ତ ଆମର ଏଠି ଶିକ୍ଷା ଚାଲିଛି। ତ ମା କହୁଛନ୍ତି ଯୋଉ ବୟସରେ ପିଲାମାନେ ଗୋଟେ ସୁନ୍ଦର ପୃଥିବୀର ସ୍ୱପ୍ନ ଦେଖିବା କଥା ଏବଂ ଜୀବନ ପ୍ରତି ଆନନ୍ଦମୟ ଭାବରେ ବଞ୍ଚିବା କଥା ସେ ଗୋଟେ ଅଭିଶପ୍ତ ଶୈଶବ ଭିତରେ ବଞ୍ଚୁଛନ୍ତି। ଅଭିଶପ୍ତ ଶୈଶବ କହିଲେ ସ୍କୁଲରେ ପାଠର ଚାପ, ଘରେ ଗଲେ ଟ୍ୟୁସନ ମାଷ୍ଟର ଚାପ, ପୁଣି ରାତିରେ କେତେ ସମୟ ବସିକି ବାପା ମାଙ୍କର ଚାପ, ପରୀକ୍ଷାର ଚାପ। ସ୍କୁଲଟା ତା ପାଇଁ ଗୋଟେ ଆନନ୍ଦଦାୟକ କ୍ରୀଡ଼ା କ୍ଷେତ୍ର ନୁହଁ। ମା କହୁଛନ୍ତି ସ୍କୁଲଟା ଗୋଟେ କଣ ଆନନ୍ଦଦାୟକ କ୍ରୀଡ଼ା ଭୂମି ହେବା ଦରକାର। କିନ୍ତୁ ସେ ଚାପଗ୍ରସ୍ତ ହେଇକି ତାର ଦେଖା ହଉଛି କଣ ସେ ଗୋଟେ ବ୍ୟାଧିର ଆକାର। ଆପଣ ଯୋଉଠିକି ଯାଆନ୍ତୁ ତିନିଟା ମା କହିଲେ ତିନୋଟି ଭୂତ ଏ ଶିକ୍ଷା ତା ଶିଶୁର ଶିକ୍ଷାକୁ ସବୁ ନଷ୍ଟ କରିଦଉଛି, ମୋ ମଣିଷକୁ ନଷ୍ଟ କରୁଛି। ତିନୋଟି ଭୂତ ଭାଇ କହୁଥିଲେ ଏଠି ମନି ସକ୍ସେସ୍ କ୍ୟାରିୟର ଆସେସ କରୁଛନ୍ତି। ଆଉ ଯେତେବେଳେ ପିଲାଙ୍କୁ ଦେଖିବ ଗାର୍ଡିଆନ ମାନେ ବେଶୀ ସିରିୟସ୍ କଣ ତାର ଆକାଡେମିକାଲ ଡେଭଲପମେଣ୍ଟ ଦରକାର। ସେ ପାଠରେ କଣ କରୁଛି ସେ ବନ୍ଧୁ ଭଲ ଗୀତ ବୋଲିଲା ଚିତ୍ର କଲା ସେ କଣ ଭଲ ମାଙ୍କୁ ଡାକି ସେଗୁଡା କୁହ ନା ପାଠରେ କଣ କରୁଛି ତାର ବେଶୀ ସିରିୟସ୍ କହୁଥିଲେ ନା କ୍ୟାରିୟର। ଭଲ କ୍ୟାରିୟର କଲେ କଣ ହବ ନା ଭଲ କ୍ୟାରିୟର କଲେ ସେ ସକ୍ସେସ୍ ହବ, ପରୀକ୍ଷାରେ ଭଲ ନମ୍ବର ରଖିବ, ପାସ୍ କରିବ, ବହୁତ ନମ୍ବର ରଖିବ। ବହୁତ ସକ୍ସେସ୍ ହେଲେ କଣ କରିବ ନା ସେ କଣ କରିବ ମନି ରୋଜଗାର କରିବ। ଆଚ୍ଛା ସବୁ ପ୍ୟାକେଜ କୋଉ ପାଠଟା ପଢିଲେ ଶୀଘ୍ର ଆନୁଆଲ ପ୍ୟାକେଜ କେତେ ଆନନ୍ଦ ପ୍ୟାକେଜ କେତେ ସବୁ ପ୍ୟାକେଜ ଅନୁସାରେ ପିଲା ପାଠ ପଢୁଛନ୍ତି। ତ ବର୍ତ୍ତମାନ ସେ ଦେଖା ହଉଛି ଯୋଉ ସ୍କୁଲକୁ ଯାଉଛି ମୁଁ ତ ବିଭିନ୍ନ ସ୍କୁଲକୁ ଟ୍ରଷ୍ଟ କରିବାକୁ ଯାଏ ବିଭିନ୍ନ ସ୍ଥାନକୁ ବିଭିନ୍ନ ସ୍କୁଲ ସବୁ ସେ ସ୍କୁଲ ଗଲାବେଳେ ମୁଁ ଯେକୌଣସି ଗୋଟେ ରୋଗ ଅଛି ମୁଁ ପିଲାଙ୍କ ପଛରେ ଯୋଉ କ୍ଲାସ ବସି କଥା ପିଲା କାହିଁ ପାଠ ପଢିକି କରୁଛ ପାଠ ପଢୁଛୁ ସାଙ୍ଗେ ସାଙ୍ଗେ କହିବେ ପାଠ ପଢୁଛୁ ଚାକିରି କରିବୁ। ମୁଁ ତ ଚାକିରି କଲେ କଣ ହବ ଟଙ୍କା ଆଣିବି। ଏବେ ଗୋଟେ ସ୍କୁଲ ଯାଇଥିଲି ତାଙ୍କୁ ବହୁତ ଶୁଣିଲି ବହୁତ ଏକ୍ସପେରିମେଣ୍ଟ ହଉଛି ଶିକ୍ଷା ବିଷୟରେ ଦେଖିବାକୁ ଏଇ ପ୍ରଶ୍ନଟା ପଚାରି ମତେ ଅଭ୍ୟାସ ଅଛି ପଚାରେ ପାଠ ପଢିଲେ କଣ କରିବୁ ଚାକିରି କରିବୁ। ଚାକିରି କଲେ କଣ ହବ ନା ପଇସା ଆଣିବୁ। ପଇସା ରୋଜଗାର କଲେ କଣ ନା ଗାଡି କିଣିବୁ। ଗାଡି କିଣିଲେ କଣ ଗାଡି କିଣି ସାରିଲା ତାପରେ କଣ ନା ଭଲ ଘର କଲେ ଘର କଲା ହେଇଗଲା ଗାଡି ଘର ତାପରେ ଭାବିବେ କେତେବେଳେ ଟିକେ ଚିନ୍ତା କରି କହିବେ ବାହାରିବୁ ବାହାରେ କଣ ହବ ନା ଛୁଆ ପିଲା ହେବେ ତାପରେ କଣ କରିବୁ ନା ତାଙ୍କୁ ପଢିବୁ ତାପରେ ସେ ଯାହା ଦେଖିଛନ୍ତି ଆପଣଙ୍କର ପଢିବୁ ତାଙ୍କୁ ତାପରେ କଣ କରିବୁ ନା ସିଏ ବଡ ହେବେ ପୁଣି ତାଙ୍କୁ କଣ କରିବୁ ନା ତାଙ୍କୁ ଟିକେ ତାଙ୍କର ସବୁ କେୟାର ସେ ହେଇଗଲେ ତାପରେ କଣ ହବ ନା ତାଙ୍କୁ ବାହା କରିବୁ ସେ ଦେଖୁଛନ୍ତି ଆମକୁ ଯାହା କରିଛନ୍ତି ତାପରେ କଣ କରିବ ନା ତାପରେ ତାଙ୍କୁ କେମିତି ଭଲ ତାଙ୍କ ନାତି ନାତୁଣୀ ହବ ତାଙ୍କୁ କେମିତି ଭଲ ତାପରେ କଣ ହବ ନା ଏତେ କଥା କରି ବୁଢା ହବ ତାପରେ କଣ ହବ ପୁରା ହୁଏ ମରିଯିବ ଶେଷରେ ଯଦି ମରିଯିବ ଏଥିରେ ତ ବୁଝିବ ନାହିଁ। ପାଠ ପଢିଲେ ଆରମ୍ଭ ତା ଶେଷଟା ହେଲା କୋଉଥିରେ ମରିଯିବ ବୁଢା ହେଇଯିବ ମରିଯିବ ତାହେଲେ ମାନେ ପାଠ ପଢୁଛ କାହିଁକି ତାର ପାଇଁ ଏଣ୍ଡିଙ୍ଗଟା ପାଠ ପଢା ମରିଯିବ। ତ ଗୋଟେ କନସେପ୍ଟ ଭାବେ ଏମିତି ଗୋଟେ ଆମର ରକ୍ତ ମାଂସରେ ଭେଦିଗଲାଣି ଯେ କଣ ଯେ ଆମେ ପାଠଟା ପଢୁଛେ କ୍ୟାରିୟର ପାଇଁ ସକ୍ସେସ୍ ପାଇଁ ଆଉ ମନେ ସେଠି ଗୋଟେ ମେସେଜ କହିଲେ ଇଟ୍ ଇଜ ନଟ୍ ଫର୍ ଫ୍ୟାମିଲି କଥା କହୁଛନ୍ତି କୋଉଟା କର କୋଉଟା କରନା କଣ କରିବ କରିବନି ଇଟ୍ ନଟ୍ ଫର୍ ଫ୍ୟାମିଲି ପରିବାର ପ୍ରତିଟି ଜଣ ପାଇଁ କରନା ଇଟ୍ ନଟ୍ ଟୁ ହାଭ୍ ଏ ଷ୍ଟାଟସ୍ ପଢିଲେ ଗୋଟେ ମତେ ଷ୍ଟାଟସ୍ ମିଳିବ ମୁଁ ପାଠ ପଢିଛି ଆଇ ଏମ୍ ଏଜୁକେଟେଡ୍ ପର୍ସନ୍ ତେଣୁ ଷ୍ଟାଟସ୍ ପାଇଁ ପାଠ ପଢନା ଆଉ କଣ ପାଇଁ ପଢନି ନଟ୍ ଟୁ ଗେଟ୍ ଏ ଡିପ୍ଲୋମା ବହୁତ ପାଠ ପଢିଲେ ମୁଁ ବଡ ବଡ ସାର୍ଟିଫିକେଟ ମିଳିବ MA DL MA MPhil PhD ଗୋଟେ କଣ ସେ ଉପାଧି ପାଇଁ ପାଠ ପଢନା ନଟ୍ ଫର୍ ଆର୍ନିଂ ମନି ପଇସା ରୋଜଗାର କରିବାକୁ ପାଠ ପଢନା କାହିଁ ପାଠ ପଢିଲି ଡୁ ଏଇଟା ହେଲା ଡୁ ନଟ୍ ଏଇଟା କରନା କରିବ ତାହେଲେ କଣ କହିଲେ ଟୁ ନୋ ଜାଣିବା ପାଇଁ ପାଠ ପଢ ଟୁ ଅଣ୍ଡରଷ୍ଟାଣ୍ଡ ଦ ୱାର୍ଲ୍ଡ ପୃଥିବୀକୁ ବୁଝିବା ପାଇଁ ଟୁ ନୋ ଟୁ ଲର୍ନ ଶିଖିବା ପାଇଁ ଟୁ ନୋ ଜାଣିବା ପାଇଁ ଟୁ ଅଣ୍ଡରଷ୍ଟାଣ୍ଡ ଦ ୱାର୍ଲ୍ଡ ସାରା ବିଶ୍ୱଟାକୁ ବୁଝିବା ପାଇଁ and for the joy that it gives us ଏ ପାଠ ପଢିବା ଦ୍ୱାରା ଯୋଉ ଆନନ୍ଦ ମିଳୁଛି ସେ ଆନନ୍ଦ ପାଇଁ ପାଠ ତାର ଶେଷଟା ହଉଛି କଣ ଆନନ୍ଦ ପାଇଁ ପାଠ ପଢିବ। ତେଣୁ ମା କହିଲେ ଏଇ ବାଣୀଟା ପ୍ରତ୍ୟେକ ଷ୍ଟୁଡେଣ୍ଟ ପ୍ରତ୍ୟେକ ଦିନ ଆବୃତ୍ତି କରିବେ। ସ୍କୁଲରେ ତାର ଗୋଟେ ଏମିତି ଦିଆହେଇଥିବ ପ୍ରତି କ୍ଲାସ ରୁମରେ ଥିବ ସେ କ୍ଲାସ ଆରମ୍ଭ କଲା ଏଇ ପ୍ରାର୍ଥନାଟା କରିବେ ଏଇ ପ୍ରାର୍ଥନାଟା କରିକି ସେମାନେ ପାଠ ପଢିବେ। ତେଣୁ ଏଠି ଶିକ୍ଷା ବ୍ୟବସ୍ଥାରେ ଆମର କଣ ହଉଛି ମା କହୁଛନ୍ତି ଛୋଟ ଛୋଟ ପିଲାମାନଙ୍କର ତାଙ୍କ ଚୈତ ସାଙ୍ଗରେ ଆତ୍ମା ସାଙ୍ଗରେ ବହୁତ ଭଲ ସମ୍ପର୍କ ଥାଏ ସେ ପୁରା ଫ୍ରଣ୍ଟରେ ଥାନ୍ତି। ଯେତେ ଅଧିକ ସେମାନେ ଲେଖାପଢା ଆରମ୍ଭ କରନ୍ତି ସ୍କୁଲକୁ ଆସିଲେ ଲେଖାପଢା କରନ୍ତି ଆଉ କିଛି ନାହିଁ
पढ़ा लेखा करेंगे जमी पढ़ा लेखा सब आरंभ करती जिते अधिक समय श्रेणी पर श्रेणी उठती भर साइकिल आत्मा बहुत पछुक पड़े आसे और कभर हो जाए घोड़ी हो जाए आवृत हो जाए तेणु से कौन हुए ना बाहर जिते ज्ञान आसी प्रवेश करे तार अंतर ज्ञान सोर्स ऑफ तार नॉलेज अंतर ज्ञान सब जन्म जन्मांतर ज्ञान ता भीतर अच्छी गोटे पिलार जन्म आम जो बसीचे जहाँ जिते वर्ष फेर मत 24 वर्ष मत 40 वर्ष मत 20 वर्ष तो मुझे फेरी जी पछक निजी पचार 20 वर्ष पर कौन थी ये थी ना नहीं पृथ्वी थी फिलिंग नहीं कि डाउट कर ना मुझे नी पिला पचार तो कौन थी माँ पेटे थी माँ पेटे आसा कौन ना नी आम भी जानू पुनरपि जननम पुनरपि मरणम पुनरपि जननी जथा देश बारंबार बारंबार जन्म मरण चक्र आसुचु सब अभिज्ञता आम भर साइकिक बिंग चैत्य सत्ता सब अभिज्ञता को साइकी रखुच तो पिला भितर अनेक अनेक संभावना ज्ञान कण कर सब गंतागर भितर अच्छी तो जिते बहिर्ज्ञान आनी प्रवेश कर इनफर्मेटिव नॉलेज जिते शुण घुषब पढ़ खाली मेसीन भाया कर तार अंतर्ज्ञानता सहित सत आत्मा से आवृत हो जाए तेणु से सब ज्ञान अच्छी कौटे आम हृदय अंतस्थल अच्छा सहित सत्ता पाखे तो चाबिकाठी अच्छी भागवत मुझा तो हुई सदय ज्ञानता हृदय हृदय ज्ञानटा कौटी अच्छे ना हृदय अच्छी से जब भगवान कृपा करेंगे माँ जदि कृपा करेंगे तार अंतर्ज्ञानटा कौन हम प्रकाश कर तो भागवत केवल ये बाड़ी लिखा है जहाँ को सी सदय है मुझा को हुई सदय ज्ञानता हृदय हृदय तो सीतु तर हृदय तार अंतर्ज्ञान अंतर्ज्ञान बाहर को आसिले तार शिक्षा हम ना बाहर ज्ञानटा जिते भीतर को इनपुट हम शिक्षा जिते बाहर ज्ञान भीतर को जब इनपुट कर कौन हम शिखर भीतर प्रवेश करते कौन कर सब जिन अरिजिनालिटी कहले तार जो प्रकृत मनीष जो ट्रू मनीष सब गुणधर्म से हर बस तो से माँ कहले आत्मा सहित संपर्क न हर जो शिक्षा हुए सीटा हूँ पूर्णांग शिक्षा आत्मा सहित संपर्क न हर जो शिक्षा हम से शिक्षा हूँ पूर्णांग शिक्षा आत्मा सहित संपर्क न हर जो शिक्षक शिक्षा दब ताले से हम पूर्णांग शिक्षा केन्द्र शिक्षक से कहले टीचर मस्ट बी जोगी जड़े योगिक आटीट्यूड योग साधना निजे न कले हेनी एवं जो शिक्षा केन्द्र शिक्षार्थी आत्मा सहित संपर्क न हर कौन कर शिखुथ से यथार्थ शिक्षार्थी यथार्थ शिक्षा केन्द्र क्या कहना जो शिक्षा केन्द्र में आत्मा सहित मैंने संपर्क रखिक शिक्षा दिया से यथार्थ शिक्षा केन्द्र तो सी मैं कहली व्हाट इज इंटीग्रल एजुकेशन ना इंटीग्रल एजुकेशन मीन्स द गाइडेड बाय सोल पूर्णांग शिक्षा यहाँ हूँ तार गोटे विशेषत्व इंटीग्रल एजुकेशन मीन्स द एजुकेशन गाइडेड बाय सोल जी आत्मा द्वारा परिचालित होगा शिक्षा को आम कहवा पूर्णांग शिक्षा माइनस आत्मा शिक्षा माइनस आत्मा ये कौन हम साधारण शिक्षा शिक्षा प्लस आत्मा यहाँ हूँ पूर्णांग शिक्षा जदि आम आत्मा नहीं तो आत्मार विकास होनी से शिक्षा आम यथार्थ शिक्षा तो आम बर्तमान कौन शिक्षा व्यवस्था सब बहुत परिवर्तन हो सदाबे प्रति समय समय 10 वर्ष 15 वर्ष जो एनईपी आसी 2020 बहुत स्मार्ट स्टूडेंट थर्ड को प्राय रूप दिखाई ना निहे से कथा को से कोष पोष कथा सब आग पिला ये सब जान शिक्षक एगुड़ा सब जान तार ये सब डेभलपमेंट आग ये सब कथा देदें कि तुम आस ना नहीं ना तथा भी पढ़ो जब तुम आसी पढ़ो भी कनसेप्ट क्लियर ना करे खाली कह दौरान कौन पिलार गोटे एनईपी को बाहर कर 21st सेंचुरी स्किल ताको दियो 21st सेंचुरी स्किल माने कौन आम गोटे 21st सेंचुरी चलचे हम 25 वर्ष 24-25 वर्ष तमें 1/4 भोग कर सारे आउ सेंचुरी कंप्लीट होगा 75 वर्ष अच्छी कि 75 वर्ष जो पिला पाठ पढ़ू 4-5 शिशुटा आसला 3-4 वर्ष से 25-30 वर्ष गला बेलू सी कौन हो संसार से थी कि संसार से नथिबो संसार बहुत बदली हो ट्रेमेंडसली सब जिन चेंज हो साइंस टेक्नोलॉजी एजुकेशन पॉलिटिक्स सब सब स्थान गोटे ट्रेमेंडस कहीं
এটা হচ্ছে অতিমাଂସ ଶକ୍ତିର ପ୍ରଭାବ। ଏତେ ଦ୍ରୁତ ଗତିରେ ଆଗରୁ ହଉନଥିଲା। ଶିବଲିଙ୍ଗ ଯୋଉ ତପସ୍ୟା କରି ଅତିମାଂସ ଶକ୍ତି ଆଣିଲେ ତା ଫଳରେ ଏଗୁଡା ଟେମୋ ସେଟିଂ ହୁଏ। ତମେ ଭାବୁଥିବ କେମିତି ହେଲା ନା ମୋବାଇଲ କେମିତି ଆସିଲା ନା ଲ୍ୟାଣ୍ଡ ଫୋନ ତାର ଗୁଡାକ କାଟି କୁଟି ଦିଆହେଲା ତାପରେ ମୋବାଇଲ ବାହାରି ପଡିଲା। ଯେତେବେଳେ ଲ୍ୟାଣ୍ଡ ଫୋନ ତାର ଗୁଡାକ ଚାରିଆଡେ ଛିଣ୍ଡେଇ ଦିଆହେଲା ଫୋପାଡ଼ି ଦିଆହେଲା ତ ମୋବାଇଲ ବାହାରି ପଡିଲା। ଲ୍ୟାଣ୍ଡ ଫୋନ ତାର କାଟିଲେ ମୋବାଇଲ ଆସିନି। ମୋବାଇଲଟେ ଆମର ଆସିବା ପାଇଁ ଆଣ୍ଡ୍ରଏଡ ମୋବାଇଲ ଆସିବା ପାଇଁ ତାର ଟେକ୍ନୋଲୋଜି ଡେଭଲପମେଣ୍ଟ ଟେକ୍ନୋଲୋଜି ସେଇ ମଣିଷ ଭିତରେ ଥିଲା ଇଏ ପୃଥିବୀ ଭିତରେ ଥିଲା। ତାହେଲେ ଆସିଲା କୋଉଠୁ ମଣିଷ ଭିତରେ ଥିଲା ନା କୋଉଠି ଗୋଟେ ଶୂନ୍ୟରୁ ଆସି ଗଳି ପଡିଲା। ସେ ଟେକ୍ନୋଲୋଜି ଗୋଟେ ପାଇଗଲେ ତାର ଡାଟା ପାଇଗଲେ ତାପରେ ତିଆରି କଲେ। ଏ କେମିତି ହଉଛି ନା ଯେତେ ତାର ମେଣ୍ଟାଲ ଡେଭଲପମେଣ୍ଟ ହଉଛି ଯେ ମଣିଷର ବିକାଶ ତାର ମେଣ୍ଟାଲ ଏକ୍ସପ୍ଲୋଜନ ଯୋଉ କ୍ଲାଇମାକ୍ସ ଅଛି ମଣିଷର ବିକାଶ ଟ୍ରେମେଣ୍ଡସ୍ ବେଗରେ ଚାଲିଛି ମନର ବିକାଶ। ତେଣୁ ଏଗୁଡା ସବୁ ହଉଛି ଅତିମାଂସ ଶକ୍ତିର ଫଳ। ତେଣୁ ଆମେ ଯଦି ଘଣ୍ଟାଟାକୁ ଆମେ ବଦଳେଇ ଦଉଛେ ବର୍ତ୍ତମାନ ଆସୁଛି 2+5 ମାନେ ଆଗରୁ ଆମର ଥିଲା କଣ LP UP ME ହାଇ ବର୍ତ୍ତମାନ ସବୁ ଆସିଲା କଣ 5+3+3+2 ଏମିତି ସବୁ ଆସୁଛି। ମାନେ ଏଇ ଯୋଉ ଦିଆଯାଉଛି ସବୁ ବ୍ୟବସ୍ଥା ଏ ବ୍ୟବସ୍ଥାକୁ ଖାଲି ଏମିତି ବଦଳେଇ ଦେଲେ ହବନି। ତମର ଘଣ୍ଟାଟା କଣ ଅଛି କାନ୍ଥ ଘଣ୍ଟାଟା ଅଛି ସେ ଲେଟ୍ ହଉଛି କେତେବେଳେ ଫାଷ୍ଟ ହେଇଯାଉଛି। ତମେ କଣ କର ତା କଣ୍ଟାଟାକୁ ଯାଇ ବୁଡି ଦଉଥିବ ଫାଷ୍ଟ ହେଇଯାଉଛି ଡାଉନ କରିଦିଅ। ଲେଟ୍ ହଉଛି ତା କଣ୍ଟା ଉଠେଇଦିଅ। ଘଣ୍ଟାଟା ଠିକ ବିଚାର ହବ କି? ଘଣ୍ଟାଟାକୁ ଠିକ କରିବାକୁ ହେଲେ ତା ମେକାନିଜିମ ପାଖକୁ ଯିବାକୁ ପଡିବ। ତ ଶିକ୍ଷା ବ୍ୟବସ୍ଥାଟାକୁ ଆମେ ଠିକ କରିବାକୁ ଗଲେ ତାର ମେକାନିଜିମ ପାଖକୁ ଯିବାକୁ ପଡିବ। କୋଉଠି ତାର ବିଗଡା ରହୁଛି ତ ସେଇଟା ନ ବୁଝିକି ବାହାରେ ଯେତେ ତାର କଲେ ସିଷ୍ଟମ ଯେତେ ବଦଳେଇଲେ ଠିକ ହବନି ଯଦି ଲକ୍ଷ୍ୟ ଠିକ ନାହିଁ। ଆମେ ଯେତେ ପ୍ରକାର ସିଷ୍ଟମ ବଦଳେଇବା ତାହେଲେ କିଛି ହବନି ଲକ୍ଷ୍ୟ ଠିକ ନାହିଁ। ଆମ ଗ୍ରୁପରେ ଇଣ୍ଟିଗ୍ରେଟେଡ ଗ୍ରୁପରେ ଆମର ଗୋଟେ ତମମାନଙ୍କର ବି ଟପିକ ଥିବ ସାଧାରଣ ସ୍କୁଲ ଆଦର୍ଶ ସ୍କୁଲ ଆଉ ପୂର୍ଣ୍ଣାଙ୍ଗ ଶିକ୍ଷାକ୍ରମ ଆମ ସ୍କୁଲ ଗୋଟେ ଟପିକ ତ ସମସ୍ତେ ଟିକେ ଆଲୋଚନା କରୁଛୁ। ଆମ ଗ୍ରୁପରେ ବି ଆମେ ତାକୁ ଆଲୋଚନା କରୁଥିଲୁ। ମୁଁ କହିଲି କେମିତି ଭଲ ସ୍କୁଲ ହେଇପାରିବ ପୂର୍ଣ୍ଣାଙ୍ଗ ଶିକ୍ଷାକ୍ରମ କେମିତି ହବ କି ଜଣ ଅପା 2-3 ଜଣ କହିଲେ ସ୍ମାର୍ଟ ସ୍କୁଲ ହେଇଗଲେ ଆମର ବି ସ୍ମାର୍ଟ ସ୍କୁଲ ହେଇଯିବ 5T ସ୍କୁଲ ହେଇଗଲେ ହବ। ଆମେ ଦେଖୁଛୁ ଗଭର୍ଣ୍ଣମେଣ୍ଟ 5T ସ୍କୁଲ କରିଦଉଛି କୋଠା ସବୁ ବଦଳି ଯାଉଛି ବ୍ଲାକବୋର୍ଡ ବଦଳରେ LED ସ୍କ୍ରିନରେ ପାଠ ପଢୁଛନ୍ତି ସ୍ମାର୍ଟ କ୍ଲାସ ହଉଛି। ଶୀଘ୍ର ବଦଳିଯିବ ତାର ବାହ୍ୟ ଢଙ୍ଗ ସବୁ ବଦଳିଯିବ। ଚେତନା ରୂପାନ୍ତର ହଉନି କି ହଉନି। ସବୁ ମାଗଣା ଶିକ୍ଷା ବହି ମାଗଣା ଖାତା ମାଗଣା ଶିକ୍ଷା ସବୁ ଦିଆ ହେଇକିରି ବି ତଥାପି ପାଠ ବା ପିଲାଙ୍କୁ ଯୋଉ ପ୍ରକାର ମଣିଷ ବଢିବା ତାର କଥା ସେଟା ହଉନି। କିନ୍ତୁ ବିବେକାନନ୍ଦ କହିଲେ କଣ ନା ସ୍କୁଲ ଇଜ ଏ ମ୍ୟାନ ମେକିଂ ଇନଷ୍ଟିଟ୍ୟୁସନ। ଈଶ୍ୱରଙ୍କ କହିଲେ ନ ଇଟ ଇଜ ଦ ଗଡ ମେକିଂ ଇନଷ୍ଟିଟ୍ୟୁସନ। ଆମର ଯୋଉ ଭ୍ୟାରି କରୁଛି ଈଶ୍ୱରଙ୍କ ତତ୍ତ୍ୱ ସବୁ ଜିନିଷ ତ ବହୁତ ଭ୍ୟାରି କରୁଛି। ତ ସ୍କୁଲଟା ହଉଛି ଗୋଟେ ମ୍ୟାନ ମେକିଂ ମଣିଷ ଗଢା କାରଖାନା। ମଣିଷ ଗଢା କାରଖାନା ନୁହଁ ଏଇଟା ହଉଛି ଦେବତା ଗଢା କାରଖାନା। ତେଣୁ ସବୁ ସିଷ୍ଟମ ବଦଳିବାକୁ ଗଲେ ଆମର ଚେତନା ରୂପାନ୍ତର ହବା ଦରକାର। ତାହେଲେ ଗୋଟେ ଶିଶୁ କଣ କରିବ ତା ଭିତରେ ଆମେ ଶିକ୍ଷାଟାକୁ ଯେତେ ପ୍ରକାର ଆଣି ପୁରେଇଲେ ହବନି। ଈଶ୍ୱରଙ୍କ ଯିଏ କଥା କହୁଛନ୍ତି ସେ ଖୁବ ଆବେଦର ଜନ୍ମରୁ ବୋଧେ ସେ ପାଶ୍ଚାତ୍ୟ ଶିକ୍ଷାରେ ପଢିଲେ। ଘରେ ଯେତେବେଳେ ସେ ସ୍କୁଲକୁ ଯାଇନଥିଲେ ଦାର୍ଜିଲିଂର ଲରେଣ୍ଟ କନଭେଣ୍ଟ ସ୍କୁଲକୁ ଯାଇନଥିଲେ ସେତେବେଳେ ବି ତାଙ୍କର ଘରୁ ମାନେ 2-3-4 ବର୍ଷ 4-5 ବର୍ଷ 4.5 ବର୍ଷ 5 ବର୍ଷ ପଢିଥିଲେ ଘରେ ବଢିଥିଲେ। ବାପାଙ୍କର ଇନଷ୍ଟ୍ରକ୍ସନ ଥିଲା ଘରେ ଚାକର ବାକରେ ବି ରଖିନଥିଲେ କଣ ବେଙ୍ଗଲୀ ଚାକର। କାହିଁକି ନା ବେଙ୍ଗଲୀ ଶବ୍ଦ ସ୍ଥାନରେ ବାଜିଯିବ ଶୁଣିଦେବେ କାଳେ ସେଇ ମାନେ ଭଲ ଇଂଲିଶ ପାଶ୍ଚାତ୍ୟ ଶିକ୍ଷା ସେମାନେ ଶିଖିପାରିବେନି। ବେଶ ପୋଷାକ ଟାଇ ବେଲ୍ଟ ବୁଟ ସବୁ ପିନ୍ଧେଇକି ସବୁ କଣ୍ଟା ଚାମଚରେ ଖାଇବା ଚାଲିବା ବସିବା ସବୁ କରିଥିଲେ। ପିଲାଦିନୁ ଯାଇ ସେ ପାଠ ପଢିଲେ 21 ବର୍ଷ ପର୍ଯ୍ୟନ୍ତ ବାହାରେ ରହି ପାଠ ପଢିଲେ। 7ଟା ପାଶ୍ଚାତ୍ୟ ଭାଷା 7ଟା ଆମର ଭାରତୀୟ ଭାଷାରେ ସେ ପଣ୍ଡିତ କରିଥିଲେ। ଶିକ୍ଷାକୁ ବହୁ ପାଖରୁ ସେ କଣ କରିଥିଲେ ଅନୁଧ୍ୟାନ କରିଥିଲେ। ଏବଂ ଶିକ୍ଷାକୁ ଅନୁଧ୍ୟାନ କରିକିରି ସେ କହିଥିଲେ ଯେ ଏଇ ଶିକ୍ଷା ବ୍ୟବସ୍ଥାର ଗୋଟେ ଟୋଟାଲ ଗୋଟେ ଆମୂଳଚୂଳ ପରିବର୍ତ୍ତନ ଦରକାର। ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ ଦରକାର। ଆଉ ସେ ପରିବର୍ତ୍ତନର କଣ ଦିଟା ଦିଗ କଣ ଗୋଟେ ହଉଛି ଲକ୍ଷ୍ୟ ଆଉ ଗୋଟେ ପ୍ରୋସେସ ପଦ୍ଧତି। ଯଦି ଶିକ୍ଷାର ଲକ୍ଷ୍ୟ ଠିକ ନାହିଁ ତାହେଲେ ପଦ୍ଧତି ଠିକ ହବ। ଲକ୍ଷ୍ୟ ଯଦି ଠିକ ରହିବ ତାହେଲେ ପଦ୍ଧତି କୋଉଥିରେ ତାକୁ ଅନୁସରଣ କରିବ। ମୋ ଲକ୍ଷ୍ୟ ଅନୁସାରେ ମୋ କାମ ଆମେ ପଢିଥିବା ସାଇନ୍ସ ବୋଲି ଦିଗରେ ଜୀବନ ଲକ୍ଷ୍ୟ ଯେତେ ମହତ୍ଵ ହବ ଯେତେ ଉଦାର ହବ ଯେତେ ବିସ୍ତୀର୍ଣ୍ଣ ହବ ଜୀବନଟା ସେମିତି ହବ। ଯଦି ଶିକ୍ଷାର ଲକ୍ଷ୍ୟ ରହିଲା ଯେ ଭାରତୀୟ ସେଇଥିପାଇଁ ଆଗରୁ ଆଲୋଚନା ହେଇକି ମଧ୍ୟ ରିପିଟ କରୁନି
ମାର୍କେଲ କାହିଁକି 1835 ମସିହାରେ ବ୍ରିଟିଶ ପାର୍ଲାମେଣ୍ଟରେ କହିଲେ ଭାରତକୁ ଯଦି ଅକ୍ତିଆର କରିବାକୁ ପଡିବ ତାଙ୍କ ଶିକ୍ଷା ବ୍ୟବସ୍ଥାରେ କୁଠାରଘାତ କର, କୁରାଣୀ ମାର, ସବୁ ଦମନ କରାଗଲା। ଗୁରୁକୁଳ ଆଶ୍ରମ ଉପରେ ଚଢଉ କରାଗଲା, ଦମନ କରାଗଲା, ସବୁ କମ୍ପଲସରି ବନ୍ଦ କରାଗଲା, ପନିଶମେଣ୍ଟ ଦିଆହେଲା, ଜେଲ କରାଗଲା। ଆସ୍ତେ ଆସ୍ତେ ସେଟା ସବୁ ଉଚ୍ଛେଦ କରିଦିଆଗଲା। ତା ବଦଳରେ ବ୍ରିଟିଶ ଶିକ୍ଷା ଚାଲିଲା। ଏପର୍ଯ୍ୟନ୍ତ ବି ସେ କିରାଣୀ ଗୋଷ୍ଠୀ ଚାଲିଛନ୍ତି। କଣ ଗଢା ହବ ସ୍କୁଲରେ? ଚାକିରିଆ ଗୋଷ୍ଠୀ ବା କିରାଣୀ ଗୋଷ୍ଠୀ ଗଢା ହବ। କହୁଛନ୍ତି ଏଇ ଯୋଉ ଶିକ୍ଷା ପଦ୍ଧତି ବର୍ତ୍ତମାନ ଚାଲିଛି, ଏବେ ବି ଆମର ସେଇ ଯଦିଓ ସ୍ୱାଧୀନ ହେଇଛି ସେ ବ୍ରିଟିଶ ଶିକ୍ଷା ପଦ୍ଧତି ଚାଲିଛି। এই ପଦ୍ଧତିରେ ଭାରତୀୟ ମାନଙ୍କର ମନ ବୁଦ୍ଧିକି ହତ୍ୟା କରାଯାଉନି, କେବଳ ନଷ୍ଟ ହଉନାହାନ୍ତି, ଭାରତୀୟ ମାନଙ୍କର ଆତ୍ମାକୁ ହତ୍ୟା କରାଯାଉଛି। ବର୍ତ୍ତମାନ ଯୋଉ ଶିକ୍ଷା ପଦ୍ଧତି ଚାଲୁଛି ନ୍ୟାସନାଲ ସିଷ୍ଟମ ଅଫ ଏଜୁକେସନ ତ ଚାଲିଛି, ତେଣୁ ସେ କହିଲେ ଆଉ ଭାରତୀୟ ମାନଙ୍କର ଆତ୍ମାକୁ ହତ୍ୟା କରାଯାଉଛି। ତେଣୁ ଭାରତ ଶିକ୍ଷା ପଦ୍ଧତି କଣ ହଉଥିଲା? ପ୍ରଥମେ ଭିତରୁ ଯାଉଥିଲା ବାହାରକୁ। ପିଲା ପ୍ରଥମେ ଆତ୍ମଜ୍ଞାନ ଜାଣୁଥିଲା, କହିଲା କୋ ଅହଂ, ଆଗ ପ୍ରଥମେ ପଚାରୁଥିଲେ ହୁ ଆମ ଆଇ। ସେଟା ନିଜକୁ ଜାଣିବ, ତାପରେ ଯାଇକି ଅନ୍ୟ କଥା ଜାଣିବ। ମୁଁ ଯଦି ନିଜକୁ ଜାଣିନି, ମୋ ନିଜ ଉପରେ କଣ୍ଟ୍ରୋଲ ମୋର ନାହିଁ, ତାହେଲେ ମୁଁ କେବେ ଅନ୍ୟକୁ ବୁଝିପାରିବିନି କି ଅନ୍ୟ ଉପରେ କଣ୍ଟ୍ରୋଲ ଆଣିବି। ସେଇଟା ଶିକ୍ଷା ବହିର ପ୍ରଥମ ଅଧ୍ୟାୟ, ପ୍ରଥମ ଚାପ୍ଟରରେ ମା ଲେଖିଲେ ଜୀବନ ବିଜ୍ଞାନ ଲାଇଫ ସାଇନ୍ସରେ ଲେଖିଲେ କଣ? ଆତ୍ମଜ୍ଞାନ, ଆତ୍ମସଂଯମ, ଟୁ ନୋ ୱାନ୍ ସେଲ୍ଫ ଆଣ୍ଡ କଣ୍ଟ୍ରୋଲ ୱାନ୍ ସେଲ୍ଫ। ମୁଁ ଯଦି ଜାଣିଛି ମୁଁ କାହିଁ ଏତେ ହାତ ହଲଉଛି, ମୋ ବଡି ଲାଙ୍ଗୁଏଜ ଏମିତି କାହିଁ ହଉଛି, ଆମର ଗୋଟେ କ୍ଲାସ ପିଲା ଅଛି ତାର ଆଖିଦେଲେ ତ ହଲୁଛି, କଣ ଖରା ଦେବେନି ଯେମିତି ହଲଉଛି କାହିଁ ଗୋଟେ ଫୋନ କରେ, ସେଇ ପାଠଟା ଉପରେ ଆମର କଣ୍ଟ୍ରୋଲ ନାହିଁ। ଆମର ତ କଣ୍ଟ୍ରୋଲ ଖସି ଯାଉଛି, ସେଟା ଅଟୋମେଟିକାଲି ତା ଆଣ୍ଠୁରେ ନାଚୁଛି। ତା ତ କଣ ବହୁତ ଲୋକ ବସିଥିଲା ବେଞ୍ଚରେ ବସିଥିଲେ, ଗୋଡ ଏମିତି ହଲଉଛି, ଅନ୍ୟ କାହାର ପ୍ରୋବ୍ଲେମ ହଉଛି ବୁଝନ୍ତି। ଏଇଟା ସବୁ ଆମର କଣ ଅଛି? ଆମର ବଡି ପାର୍ଟସ ଉପରେ କଣ୍ଟ୍ରୋଲ ନାହିଁ, ଆମର ଇମୋସନ ଉପରେ କଣ୍ଟ୍ରୋଲ ନାହିଁ, ମେଣ୍ଟାଲ ଥଟ୍ସ ଉପରେ କଣ୍ଟ୍ରୋଲ ନାହିଁ। ତେଣୁ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଏମିତି ହେଇଛି ଯେ ମଣିଷ ସାଇନ୍ସ ଟେକ୍ନୋଲୋଜି ଇତ୍ୟାଦି ବଳରେ ସେ ଆକାଶର ଉଚ୍ଚତା ମାପି ପାରୁଛି, ସମୁଦ୍ରର ଅଥଳ ସମୁଦ୍ରର ଗଭୀରତା ମାପି ପାରୁଛି। ଚନ୍ଦ୍ରୟାନ ଯେତେବେଳେ ଲ୍ୟାଣ୍ଡିଂ କରିବ, କେତେ ମିନିଟ କେତେ ସେକେଣ୍ଡରେ 4 ମାସ ଆଗରୁ କହୁଛି ଯେ ଏଇ ସମୟରେ ଛଡାଗଲା, ଏଇ ସମୟ ଏତିକିଟା ବେଳେ କେତେ କଥାଟା କେତେ ଆଉ ଗୋଟେ ଯାକ ଏକ୍ସାମ୍ପଲ ଦଉଥିଲି। ଯୋଉଦିନ ଚନ୍ଦ୍ରଯାନ ଲ୍ୟାଣ୍ଡିଂ କରୁଥିଲା, ସେତେବେଳେ ରିସେଣ୍ଟ ଯାଇକି ମାନେ ସମସ୍ତେ ଟିଭିରେ ଦେଖିଥିବ, ଯୋଉ ଲେଡି ଜଣେ ମାନେ ସାଇଣ୍ଟିଷ୍ଟ ଜଣେ ସେ କାଉଣ୍ଟ ଡାଉନ କରୁଥିଲେ, 20ରୁ କାଉଣ୍ଟ ଡାଉନ କଲେ ନା, ଦେଖିଥିବ 20ରୁ ସେ କାଉଣ୍ଟ ଡାଉନ କଲେ, 20, 19, 18, 19, 18, 17, 16 ପଛକୁ ପଛକୁ ଆସିକି ଯଦି ଜିରୋ ଯେତେବେଳେ କହିଲେ ଏକ୍ଜାକ୍ଟ ଯୋଉ ସମୟ ଆମର ଡିକ୍ଲାର ହେଇଥିଲା ସେଇ ସମୟରେ ସେଟା ଲ୍ୟାଣ୍ଡିଂ କଲା। ସେଇ ଲେଡି ଜଣକ ସେଇଦିନ ରାତିରେ ତାଙ୍କ ହଠାତ୍ ହାର୍ଟ ଆଟାକ୍ ଗଲା, ସେ ମରିଗଲା। ତାପର ଦିନ ସବୁ ବାହାରିଲା, ଟିଭିରେ ଆମେ ଦେଖିଲୁ, ପେପରରେ ବାହାରିଲା, ତାପର ଦିନ ହଠାତ୍ ଗୋଟେ ହାର୍ଟ। ତାହେଲେ ଯିଏ ଫୋରକାଷ୍ଟ କରୁଛନ୍ତି ଭବିଷ୍ୟ ବିଷୟରେ ଏତେ କଥା, କେବେ ବାତ୍ୟା ଆସିବ ଆମକୁ କୁହାହେଲା ଯେ ଏତେ ତାରିଖରେ ଥଣ୍ଡା ପଡିବ, ଏତେ ତାରିଖରେ ଏଇ 3 ଦିନ ଧରି ବର୍ଷା ପକଉଛି, 3 ଦିନ ଧରି ବର୍ଷା ପବନ ହେଲା। ଏତେ ଫୋରକାଷ୍ଟ କରୁଥା, ସବୁ ଜାଣିପାରୁଥା, ମଣିଷ ନିଜ ବିଷୟରେ ଜାଣିପାରୁନି କିଛି। ତାଙ୍କ ପାଖରେ ବଢିଯିବ ତା ଗୋଡଟା ଯେମିତି ପଡିଲେ ତାର କଣ ହବ, ଗୋଟିଏ ମୁହୂର୍ତ୍ତରେ ଆର ମୁହୂର୍ତ୍ତ କଥା ଜାଣିପାରୁ। କୋଉ କଥାରୁ ଏଇଟା ଜାଣିପାରୁନି, ବହିର୍ଜ୍ଞାନରେ ଏତେ ଇଫିସିଏଣ୍ଟ, କିନ୍ତୁ ଅନ୍ତର୍ଜ୍ଞାନରେ ସେ ଏତେ କଣ କରୁଛି, କୋ କାହିଁକି ହଉଛି? ତ ଶିକ୍ଷା ବ୍ୟବସ୍ଥାଟା ଆମେ କରିଯାଇଛି ବହିର୍ମୁଖୀ ହଉଛି। ତ ସେଥିପାଇଁ ଶ୍ରୀଅରବିନ୍ଦ ପ୍ରିନ୍ସିପଲ୍ସ ଅଫ ଟିଚିଂ ଦେଇଛନ୍ତି, ଆମେ ତାକୁ ଲର୍ଣ୍ଣିଂ କହୁଛୁ, ଆଜିକାଲି ଟିଚିଂ ନାହିଁ, ସେଟା ଲର୍ଣ୍ଣିଂ କହୁଛୁ। ଯେତେବେଳେ ଏଇ କଥାଟା କହିଲେ ସେତେବେଳେ କି ବୁଝିପାରୁନଥିଲେ, ଏବେ ବି ବିଶ୍ୱର ଶିକ୍ଷା ଜଗତରେ ଗୋଟେ ବିସ୍ମୟ, ଗୋଟେ ଆଲୋଡ଼ନ, ଗୋଟେ ବୋମ୍ବାର୍ଡମେଣ୍ଟ ସୃଷ୍ଟି କରୁଛି। ଅଦ୍ଭୁତ କଥା ସବୁ ସେ କହିଲେ ତାକୁ ଆମେ ଆଲୋଚନା କରୁଛେ। କାହିଁକି ନା ଓନ୍ଲି ତ ଶ୍ରୀଅରବିନ୍ଦ ହାଡ୍ ବ୍ରଡ୍ ଆଇଡିଆ ଏବାଉଟ୍ ଏଜୁକେସନ। ଯେତେ ଏଜୁକେସିଷ୍ଟ ମାନେ ଅଛନ୍ତି, ସେ ପ୍ରାଚ୍ୟର ହୁଅନ୍ତୁ କି ପ୍ରାଚ୍ୟର କି ପାଶ୍ଚାତ୍ୟର କି ପ୍ରାଚ୍ୟର, ଯେତେ ବଡ ବଡ ତାର ଏଜୁକେସନ ଉପରେ ବ୍ରଡ୍ ଆଇଡିଆ କିଏ ଦେଇନାହାନ୍ତି ଏକ୍ସେପ୍ଟ ଶ୍ରୀଅରବିନ୍ଦ। ସେମିତି ବ୍ୟତୀତ ଏତେ ବ୍ରଡ୍ ଆଇଡିଆ କୋଉଠି ତାର ନଥିଲା। ସବୁ କଥା ତାଙ୍କର ସେ କହିଲେ ସବୁ କାଟିଛନ୍ତି। ସମସ୍ତେ କହିଲେ କଣ, ପିଲା ଗୋଟେ କ୍ଲିନ ସେଟ୍, ଅନରିଟେନ୍ ପେପର, କଞ୍ଚା କାଦୁଅ, ସବୁ ଆମେ ଯଦି ବିଏଡ୍ କରିଥିଲୁ ସବୁ 79 ବିଏଡ୍ କରିଥିଲି ଆରେଣ୍ଟରେ, ସେତେବେଳେ ବି ଆମର ପଢାଥିଲେ ଶିଶୁ ଗୋଟେ କଞ୍ଚା ମାଟି ପିଣ୍ଡୁଳା, ତାକୁ ବସିକି ଲେଖିବ, ଆଉ ତ ଇଂଲିଶ ଲେଖୁଥିଲୁ, ସେ ଗୋଟେ କଣ ଲମ୍ପ ଅଫ୍ କ୍ଲେ, ଲମ୍ପ ଅଫ୍ କ୍ଲେ, ସେ ଗୋଟେ ମାଟିର କଞ୍ଚା ପିଣ୍ଡୁଳା, ଶିକ୍ଷକ ତାକୁ ଯେମିତି ଚାହିଁବ ସେମିତି ତାକୁ ରୂପ ଦବ, ସେମିତି ଗଢିବ, ଆଉ ତାର ଇଚ୍ଛା ଅନୁସାରେ ତ ଗଢିବ। ତାର କିଛି ଲେଖା ହେଇନି, ସେ ଛୁଆଟା ଚାଷୀ, ତାର ସିଲେଟରେ କିଛି ଲେଖା ହେଇନି, ଅନରିଟେନ୍ ପେପର, ସେ ତ ଯେମିତି କରିଦବ ସେମିତି ହବ।
କେମିତି ହବ? ସମ୍ପୂର୍ଣ୍ଣ ଉଲ୍ଟା କହିଲେ କିଛି ନାହିଁ, ଶିଶୁ ଭିତରେ ସବୁ ସମାପନ କରିଦେବେ। ଖାଲି ଏତିକି କଥା ନୁହଁ, ସବୁ ବିଷୟରେ ବି ତାଙ୍କର କଣ ଥିଲା ଯେ ଗୋଟେ ଭିନ୍ନ ଦୃଷ୍ଟିକୋଣ ସବୁବେଳେ ଥିଲା। ଥରେ ବିବର୍ତ୍ତନବାଦ କଥା ଦେଖିବା। ବିବର୍ତ୍ତନ ଭାବରେ ଚାର୍ଲସ ଡାରୱିନ କଣ କହିଲେ, କାହିଁକି ବିବର୍ତ୍ତନ ହଉଛି ସବୁ ସ୍ପେସିସ୍ ପରେ ସ୍ପେସିସ୍ ଆସୁଛନ୍ତି ନା, ପ୍ରଥମେ କିନ୍ତୁ ଆସିଲେ ସବୁ କଣ ଆମର ଯୋଉଟାକ ରେପ୍ଟାଇଲ୍ସ ମାନେ ଆସିଲେ, ସବୁ ସରୀସୃପ ମାନେ ଆସିଲେ, ତାପରେ ଧୀରେ ଧୀରେ ସବୁ ସେମାନେ ଡେଭଲପ ହେଲେ, ସେମାନେ ସବୁ ପକ୍ଷୀ ହେଲେ, ବିହଙ୍ଗ ହେଲେ, ତାପରେ ସେମାନେ ଆସ୍ତେ ଆସ୍ତେ ସବୁ ଉଡ଼ି ଚାଲିଲା ପଶୁ, ତାପରେ ସେମାନେ ପଶୁ ହେଲେ, ତାପରେ ମଣିଷ ହେଲେ। ଏ ସ୍ପେସିସ୍ ବଦଳି ଚାଲିଛି। ସେମାନେ କହିଲେ ସ୍ପେସିସ୍ ବଦଳୁଛି, କନସିୟସନେସ୍ ବଦଳୁଛି, କନସିୟସନେସ୍ ବଦଳିଲାରୁ ସ୍ପେସିସ୍ ବଦଳୁଛି। ସିଏ କହୁଛନ୍ତି ସ୍ପେସିସ୍ ବଦଳିଲେ ସେମାନେ ଯୋଉ କଥା କହିଲେ ସବୁ ହଉଛି ତାଙ୍କର ଓଲଟା। କି ଯୋଗ କଥା ବୁଝିପାରିଲେ, ଯୋଗ ହଉ, ଦର୍ଶନ ହଉ, ବିଜ୍ଞାନ ହଉ, ଶିକ୍ଷା ହଉ, ସବୁ କଥାରେ ତାଙ୍କର ଭିନ୍ନ ଦୃଷ୍ଟିକୋଣ। କିଏ କହିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ସିଏ କହିଲେ ଜଗତ ସତ୍ୟ ବ୍ରହ୍ମ ମିଥ୍ୟା, ସିଏ କହିଲେ ନାଇଁ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ତ ଯୋଗ କଥାରେ କହିଲେ ସବୁ ଯୋଗ ଯୋଉଠି ଶେଷ, ମୋ ଯୋଗଟା ସେଇଠୁ ଆରମ୍ଭ। କହିଲେ ସଂସାର ଛଡା ଯୋଗଟା ମୋ ଯୋଗ ନୁହଁ, ଯୋଉ ଯୋଗରେ ସଂସାର ଛଡା ଜୀବନ ଛଡା ସେ ଯୋଗ ମୋର ନୁହଁ। ସେଇଥିପାଇଁ ପ୍ରଥମେ ନିରାଶ କରିଥିଲେ। ଏବଂ ଶ୍ରୀଅରବିନ୍ଦ ସମସ୍ତେ ଯୋଗୀ ମାନେ ସିଦ୍ଧି ଲାଭ ପରେ ଯାଇକି ତାଙ୍କର ସବୁ ଆଦର୍ଶ ଚାରିଆଡେ ପ୍ରଚାର କରିଛନ୍ତି। ଶ୍ରୀଅରବିନ୍ଦ ସିଦ୍ଧି ଲାଭ ପରେ ଆହୁରି ଗଭୀର ସିଦ୍ଧି, ଆହୁରି ଅନ୍ତର୍ବାସ କରିଛନ୍ତି। ତାଙ୍କ ଜୀବନର ମଧ୍ୟଭାଗ ପର୍ଯ୍ୟନ୍ତ ସିଏ କଣ କରୁଥିଲେ ନା, ଗୋଟେ ବିଶ୍ୱାସ କରୁନଥିଲେ ଭଗବାନଙ୍କୁ। ଏ ଭାରତୀୟ ନୀତିରେ ସବୁ ଯୋଉ ଜଟାଜଟ ମଣ୍ଡଳିତ ମଠ ଆଶ୍ରମ ଯୋଗ ସବୁ ଦେଖିକିରି ସେ ପୁରା ବିରକ୍ତ ହେଇଯାଉଛି। କିନ୍ତୁ ବାହ୍ୟ ଜୀବନ ତାଙ୍କର ଯୋଉ 78 ବର୍ଷ ପ୍ରଭୁ ବଞ୍ଚିଛନ୍ତି, ତାଙ୍କର ଗୋଟେ ଠିକ ମଧ୍ୟ ସମୟରେ ଗୋଟେ ଟ୍ରାନଜିଟ୍ ପିରିୟଡ ତାଙ୍କର ଆସିଛି। ତାପରେ ଏପଟେ ଯୋଉ 38-39 ବର୍ଷ ଯେତେ କାରାବାସ ହେଲା ତାଙ୍କର, ତାଙ୍କୁ ବାହ୍ୟ ଜୀବନରୁ ମୁକ୍ତି କରେଇକି ଯୋଉ ଉଦ୍ଦେଶ୍ୟରେ ତାଙ୍କୁ ଭଗବାନ ପ୍ରେରିତ କରିଥିଲେ, ସେ ଉଦ୍ଦେଶ୍ୟ ଯେତେବେଳେ ତାଙ୍କୁ କରିବା ପାଇଁ ଗୋଟେ ଟ୍ରାନଜିଟ୍ ପିରିୟଡ ତାଙ୍କୁ ରଖିଲେ, କୋଉଠି ଜେଲରେ ଗୋଟେ ବର୍ଷ ରଖିଲେ, ସେତେବେଳେ ତାଙ୍କର ଆଉ ଗୋଟେ ଜୀବନ ଆରମ୍ଭ ହେଇଗଲା, ଅନ୍ତର୍ଜୀବନ ଆରମ୍ଭ ହେଇଗଲା। ତ ସେ ଫେଜ୍ ଗୋଟେ ଯାଇଛି, ମଝିରେ ଗୋଟେ ହଉଛି କଣ ଗୋଟେ ଟ୍ରାନଜିଟ୍ ପିରିୟଡ, ତାପରେ ଆଉ ଗୋଟେ ଫେଜ୍ ତାଙ୍କର ଆରମ୍ଭ ହେଇଛି। ତ ସବୁ ଜିନିଷ ଦୃଷ୍ଟିକୋଣ ତାଙ୍କ ସବୁଥିରେ ଅଲଗା। ସେ କହିଲେ ସବୁ ଯୋଗ ଯୋଉ ଶେଷ ମୋର ଯୋଗ ଆରମ୍ଭ ହବ। ସେଦିନ ସାଧାରଣ ଦୃଷ୍ଟିକୋଣରେ ଯେତେ ବରୋଦା ରାଜାଙ୍କ ପାଖରେ ଥିଲେ, ଚାକିରି କରିଥିଲେ, ବରୋଦା ରାଜାଙ୍କ ତାଙ୍କୁ ସବୁ ଡାକନ୍ତି, ଖାଇବାକୁ ଡାକନ୍ତି ନା, ରେସ୍ପେକ୍ଟ ଦିଅନ୍ତି, ସାଙ୍ଗରେ ଖାଇବା ପାଇଁ ଡାକନ୍ତି ବହୁତ ସମୟରେ, ତାଙ୍କ ଭାଷଣ ଲେଖିବାକୁ କୁହନ୍ତି। ଆଉ ତାଙ୍କ ଯୋଉ ମର୍ଣ୍ଣିଂ ୱାକିଂ ଯାଆନ୍ତି, ତାଙ୍କୁ ଡାକିକି ଛୁଆଙ୍କୁ ଡାକନ୍ତି ସାଙ୍ଗରେ ଟିକେ ଚାଲିବା ପାଇଁ। ଯାଉଛନ୍ତି, ଥରେ ଏମିତି ଯାଇଛନ୍ତି, ଦେଖିଲେ ଗୋଟେ ବାଟରେ ଯାଉଛନ୍ତି, ଶ୍ରୀଅରବିନ୍ଦ କଣ ଗୋଟେ ଅନ୍ୟ ମନସ୍କ ହେଇକି ପଛରେ ଟିକେ ପଛେଇ ଯାଇଛନ୍ତି, ଆଉ ରାଜା ଟିକେ ଆଗେଇ ଯାଇଛନ୍ତି। ଆଗରେ ଆସିଲା ବେଳେ ଦେଖିଲେ ଜଣେ ବୁଢୀଟେ କିଛି ଗୋଟେ ବୋଝ ଧରିକି ସେ ରାସ୍ତା ପାଖରେ କଣ ବସିଛି, କିନ୍ତୁ ବୋଝଟାକୁ ଉଠେଇ ପାରୁନି, ତା ଭାରି ପ୍ରଚେଷ୍ଟା କରୁଛି, କଷ୍ଟ କରୁଛି, ଉଠେଇ ପାରୁନି। ରାଜା ଯୋଉଠି ଶ୍ରୀଅରବିନ୍ଦ ଟିକେ ଅନେଇଲେ, ସେ ଟିକେ ଦୂରରେ ଆସୁଛନ୍ତି, ସେଠୁ କଣ କଲେ ଦେଖିବା ପାଇଁ କି ଯାହା ହଉ, ସେ କଣ କଲେ ସେ ବୋଝଟାକୁ ନେଇକିରି ବୁଢୀ ମୁଣ୍ଡ ଉପରେ ଥୋଇଲେ। ବୁଢୀ ମୁଣ୍ଡ ଥୋଇଲା ପରେ ଯୋଉଠୁ ଭାରି ଖୁସି ହେଲେ, ଗୋଟେ ଆଜି ଗୋଟେ ବଡ ଗୋଟେ ପୁଣ୍ୟମାନ କାମ କରିଛି, ଏଇଟା ଦେଖି ଶ୍ରୀଅରବିନ୍ଦ ମତେ ଟିକେ ତାରିଫ କଲେ। ନିଜେ କହିବାକୁ ଆରମ୍ଭ କଲେ, ମୁଁ ଯୋଉଟା ଆଜି ଗୋଟେ ଭଲ କାମ କଲି, ଆଉ ଆପଣ ଏ ବିଷୟରେ କଣ ଭାବୁଛନ୍ତି? ସେ ଭାବିଲେ ତାରିଫ କରିବେ ଯେ ମୁଁ ଗୋଟେ ଏତେ ବଡ ମାନେ କାମ ରାଜା ହେଇକି ଗୋଟେ ପ୍ରଜାର ମୁଣ୍ଡକୁ ବୋଝ ଉଠିବା ବିରାଟ କାମ ନା। ସେ କହିଲେ ମୁଁ ପ୍ରଥମ ଥର ପାଇଁ ଦେଖିଲି ଗୋଟେ ରାଜା ପ୍ରଜା ଉପରେ ବୋଝ ନଦିଦିଏ। ରାଜାର କାମ ହଉଛି ପ୍ରଜାର ବୋଝକୁ ହାଲକା କରିବା, ଖଲାସ କରିବ। ପ୍ରଥମେ ତ ଦେଖିଲି ଗୋଟେ ରାଜା କଣ କରୁଥିଲେ, ପ୍ରଜାର ମୁଣ୍ଡ ଉପରେ ବୋଝ ନଦିଦଉଛି। ସବୁଥିରେ ତାଙ୍କର ଭିନ୍ନ ଦୃଷ୍ଟିକୋଣ। ତ ଏଇ ଯୋଉ ଦୃଷ୍ଟିକୋଣ ଯେତେବେଳେ ଜେଲରୁ ମୁକ୍ତ ହେଲେ, ମୁଁ ଆଜି ଯେହେତୁ ଆମର ଥାର୍ଡ ଇଏଟା ଅଛି, ମୁଁ ଖାଲି ଟିକେ ଟଚ୍ କରିକି ସବୁ ପଢୁଛି, କାରଣ ଏଇଟା ଆମ ସ୍କୁଲରେ ସରିବ, ତ ଟିକେ ଫାର୍ଷ୍ଟ ସ୍କୁଲ, ସେକେଣ୍ଡ ସ୍କୁଲ, ଥାର୍ଡ ସ୍କୁଲ ଟଚ୍ କରିଦେଇକା ଯିବେ। ତ ସେଠି 6 ମାସ ପରେ ଜେଲରୁ ମୁକ୍ତି ହେଲା ପରେ ସେ ଦିଟା ପତ୍ରିକା ବାହାର କଲେ, ଗୋଟେ ହଉଛି ଧର୍ମ ଆଉ ଗୋଟେ କର୍ମଯୋଗିନୀ ସାପ୍ତାହିକ ପତ୍ରିକା। ଧର୍ମଟାକୁ ବଙ୍ଗଳାରେ ଲେଖିଲେ, ନିଜେ ସମ୍ପାଦନା କଲେ, ଧର୍ମକୁ ବଙ୍ଗଳାରେ ଲେଖିଲେ, କର୍ମଯୋଗିନୀ ପତ୍ରିକାକୁ ଇଂଲିଶରେ ଲେଖିଲେ। ଏବଂ ସେ ପତ୍ରିକା ଲେଖିଲେ, ସେଇ ପତ୍ରିକାର ପ୍ରଥମ କଣ ପାଇଁ 8ଟି ପ୍ରବନ୍ଧ ଲେଖିଲେ, ନ୍ୟାସନାଲ ସିଷ୍ଟମ ଅଫ ନ୍ୟାସନାଲ ଏଜୁକେସନ, ଜାତୀୟ ଶିକ୍ଷା ପଦ୍ଧତି କେମିତି ହବା ଦରକାର। ଆମେ ଜାଣିଛେ ତା ପୂର୍ବରୁ ସେ କଣ କରୁଛନ୍ତି, 1906ରୁ 7 ମସିହା ଭିତରେ ସେ କଲିକତାର ଯାଦବପୁର ୟୁନିଭର୍ସିଟି, ଯୋଉ ବର୍ତ୍ତମାନ ହଉଛି ଜାତୀୟ ମହାବିଦ୍ୟାଳୟରେ ଥିଲା, ବର୍ତ୍ତମାନ ଏଟା ଚେଞ୍ଜ ହେଇଛି ତା ନା, ଯାଦବପୁର ୟୁନିଭର୍ସିଟି ହେଇଛି, ସେଠି ସେ ପ୍ରିନ୍ସିପାଲ ଥିଲେ। ତେଣୁ ସେ ପାଶ୍ଚାତ୍ୟ ଶିକ୍ଷା, ଭାରତୀୟ ଶିକ୍ଷା ସବୁକୁ ବହୁତ ଗଭୀର ଭାବରେ, ବହୁତ ନିକଟରୁ ସବୁକୁ ଦେଖିଛନ୍ତି।
देखिला पर से प्रबंध लिखिले आम जो विषय आलोचना करुचे यहाँ हूँ से प्रथम नियम विषय भाई कहले काली भी परदिन पदमी भी कही छुई नहीं जाऊँ प्रथम विषय हम घोषा हो गला पिला कौन नथिंग कैन बी टॉट एंड एवरीथिंग कैन बी लर्न ये हम जानू सब शिखे पिला भितर कहीं कहीं पिला भी शिखेबे ना पिला भितर जन्म जन्मांतर सब ज्ञान शिक्षा ता भितर साइता होकर कहीं तो सब अच्छे तुम्हें कौन न शिखेब तो से पांचटा कहले डू और डू नॉट एटा कर एटा कर कौन करो ना उपदेष्टा हुआ ना निर्देशक हुआ ना साहाय्यदाता हुआ पथ प्रदर्शक हुआ डू एंड डू नॉट एटा कर जबरदस्त उपदेश जबरदस्त लदी दियो ना कौन करो सूचना दियो मन को तालीम दियो ना तार ज्ञानार्जन जंत्र को समृद्ध करो ये गोटे पॉइंट हो मनर ज्ञानार्जन जंत्र सब किए ये भावी क्लारीटी दरकार कारण मन तो सीधा साधा किसी करनी मन गोटे इंद्रिय कि तार पांचटा इंद्रिय मध्यम कौन करे काम करे तो आम 11टा इंद्रिय समुदाय अच्छी अनेक सूक्ष्म इंद्रिय अच्छी कि 11टा मेनली इंद्रिय अच्छी तो पांचटी हूँ ज्ञानेन्द्रिय पांचटी हूँ कर्मेन्द्रिय ज्ञानेन्द्रिय पांचटा आम जाने कौन आम दर्शनेन्द्रिय श्रवणेन्द्रिय घ्राणेन्द्रिय स्वादेन्द्रिय स्पर्शेन्द्रिय ये सब जाक ये अच्छे मन तक हैंडल कर भगवान टेकिटाकी कांधा उपर रखुच्च आउ कौट रखी था एत मूल्यवान जिन ये रखा है कारण ये ब्रेन अच्छे सब कंट्रोल कर ये काठ नौ ये जो ज्ञानेन्द्रिय कौन करते सब परसेप्शन करते परसीव करते परसीव सब रिसीव करते आउ जो रहा आउ पांचटा जो रहा कर्मेन्द्रिय सब सी कौन ना बाक पानी पाद तापरे वायु उपास्ति ये जो पांचटा रहा से कौन करती ना ये पांच इंद्रिय कौन करते सब एक्टिवेट करते से जहाँ परसीव कला जहाँ को रिसीव कला से कौन करेंगे सब एक्टिवेट करेंगे काम लगे तो काम लगे कर्मेन्द्र कर्मेन्द्रिय डेभलपमेंट हवा पूर्व आम कौन ज्ञानेन्द्रिय गुड़ाक सब ठीक दरकार तेणु मन को तालीम देवा पूर्व तार इंद्रिय गुड़ाक सब डेभलप कर कारण माइंड सीज माइंड केमी देखो ना माइंड सीज थ्रू आईज माइंड हियर्स थ्रू इयर्स मन करे कान द्वारा शुणुची आखि द्वारा जोता ये सब तार जंत्रपाति से जंत्रपाति गुड़ा जब ठीक नथिबो शिक्षा देगी कहते कहते तो मन को तालीम दियो ना तार ज्ञानार्जन जंत्र को ठीक करो ज्ञान प्रदान करो ना ज्ञानार्जन उपाय बताओ अंतर भीतर था ज्ञान को बाहर को तमें आण ना आम कौन कौन एजुकेशन मैंने अंतर ज्ञान को बाहर आस तमें कहीं बाहर आण ज्ञान टाक ज्ञान ता भीतर रही अंतर ज्ञान कौटी अच्छी देखाओ तोर ये भीतर सब तो भीतर सब संभावना अच्छे तू सब कर अंतर ज्ञान कौटी अच्छी देखाओ सी केमी ता जिन प्रयोग कर तुम्हें शिखाओ ता पाखे टंका अच्छे सी अर्जिक रखी संचिक रखी से टाटा केमी खर्च कर सदव्यवहार कर बदव्यवहार कर उपाय बतई दियो कि टाटा अर्जन कर सी ना ज्ञान अर्जन कर सी तेणु आम कहीं हैंड मान इंटरफेरेन्स करवा तेणु आम सब देखो यहाँ करना डोंट डोंट डू इट ये करना से सब आम गोटे रोक लगो यहाँ करना कर डू दिस वे ये धरना भांगी दो स्कूल घरे जो भूल दामिका खेलना आसिले भांगी दो छुना तो छुएना से कौन रही दामी हम से चाल बारे से सब डेलीकेट से सब रही खाली शो करने देखा रही स्कूल शिक्षा उपकरण भी आम जो अच्छी सब पिला भांगीदेव हैंडल बेस कर जापान उल्टा हुए जापान पिला कौन कर प्रथम गोटे खेलना कि प्रथम गोटे नुआ जिन देखे भांगे भांगिले से शिखिब जेपर्यंत भांगी न शिखिपार भांगिले से गढ़ी शिखिब जेपर्यंत छुआ को डोंट टच इंस्ट्रक्शन दौर डोंट टच डोंट हैंडल अरे हाउ टू हैंडल दिस टीच देम केमिति से हैंडल करो शिखाओ धरू भांगू तेणु लेट देम एक्सप्लोर से निजे ही निज ज्ञान को एक्सप्लोर करूँ से कौन करूँ चाइल्ड लर्न करू इटसेल्फ निजे निजे से शिखु आमर खाली काम कौन से तो तार भीतर सब ज्ञान अच्छी से तो तार निजे शिखिब स्वशिक्षण तार हम तो व्हाट इज द रोल ऑफ टीचर्स टीचर मैंने कौन करेंगे काम होती गोटे शिक्षण परिवेश सृष्टि करें चाइल्ड सपोर्टेड एनवायरनमेंट
गोटे चाइल्ड सपोर्टेड एनवायरनमेंट तुम सृष्टि करा पड़ो कि तुम एमती गोटे एनवायरनमेंट करदेव गाय गुहाल एमती सुतरा करदेव गाई हंबाड़ी बस गाँव कहती गुहाल सुतरा रखिले गाई हंबाड़ी बस तुम जदि एनवायरनमेंट सेमती जदि तुम दीटा संपर्क गोटे एनवायरनमेंटल संपर्क आ गोटे हूँ कौन आम आत्मिक संपर्क ये दीटा संपर्क यदि ठीक थो पिला किसी कहवा दरकार नहीं आपे आपे से कौन कर शिखी पार पिला गोटे कथार एकाग्रता आसुनी आम कह पिला पाठ मन रखुनी एकाग्रता किसी मन रखुनी सब भूल जाऊँ एकाग्रता केमती आस तो माइंड केतोटा तार अच्छी फैकल्टी तार आस्पेक्ट अच्छी मन कौन करें एकाग्र हो कंसंट्रेशन करें पुणी एक्सप्लेनेशन बहुत दृष्टिकोण चिंता करें मन इमाजिन करें माने मन सब कल्पना कर मन डिसर्डिंग करें सब कौन कर सब कौटा खराब कौटा भूल गोटे छोट शिशु भी डिसर्डिंग करें 3-4-6 शिशुटा जब माँ काठरे थी तुम हाथ देखाओ 2-3 जन हाथ देखा से क्या पाक क्या फक्न दे पड़ो क्या पाक जीवन आत्मा जी चॉइस कर मत भले सत्य भूल पाऊँ मैंने स्नेह तार हृदय अच्छी तो देखिए बासी लगे पिला भी जापे से 3 जन छे हाथ देखते आ क्या पाक गोटे डे पड़ा क्या पाक मुझे ये जो ये सब कैपेसिटी गुड़ाक एनालिसिस करवा डिसर्निंग करवा इमाजिन करवा कंपैरिजन करवा ये सब जिन मनर अच्छी क्रिटिकल थिंकिंग करा सब अच्छी तार गोटे कथा हम सब कहते पाठर तार एकाग्रता हो जब शिखी पार पाठर एकाग्रता दरकार कौन ना एकाग्रता हूँ तार बाय प्रडक्ट लास्ट आसो पूर्व से रुचि था दरकार भल पाता दरकार भल पाइले तार आग्रह आस धर जाऊ तो एकाग्रता बेस न पड़े गोटे कहल क्यारम तो डट बड़ा बेले बेले मुझे क्यारम खेली केतोड़ सागर मुझे देखिए अभिमान अच्छा फास्ट स्ट्राइक मैंने गोटा स्ट्राइकर मारिदेवे स्ट्राइकर 3टा कोण 3टा माने डट पड़ जाए सजे देवे कमी कौन फास्ट स्ट्राइकर मध्य सब पड़ी गोटाए सर्ट मारे क्वीन डट एका सागर ना क्वीन जाकि पड़ी रिबाउंड करके आसिक कौन कर डट पड़ केमी से जिनसा करपारा आम कर मुझे ना मुझे मारूथु देखु हूँ मुझे केमी करूँ एकाग्रतार शक्ति एमती थाए पूरा एकदम मारदेव से एकाग्रता से जिनसा आसा डट क्यारम गात भर से डट पकड़ा ना प्रथम जिन से क्यारम भल पाई क्यारम खेल आग्रह आस से कौन कर एकाग्रता ही खेल कर तेणु कौन सी जिन मन को पाखे नहीं पहुंचा पड़े मन कौन आग भल पाइब पाठ भल पाइब तार पाठर आग्रह आसो आग्रह तार कौन हम ना तार एकाग्रता आस तो ये सब जिनसा न जाना माइंड फैकल्टी कौन माइंड सब तार जो इंद्रिय मान द्वारा काम कर इंद्रिय गुड़ा जब मुझे डेभलपमेंट करूनी बट सूक्ष्म इंद्र देख अर्जुन कौन करते मारुले सर छाई कि माछर छाई की देख से ऊपर घुरुव ना कौन से छाई देखिए मार दौले तीर मारिदेले द्रौपदी भी बाहर से जानते कौ इंद्रिय शक्ति सेमती आम जो कौन दशरथ शब्द विधि बाण करते मारिदेले कौ शक्ति दबा इंद्रिय भी सूक्ष्म सूक्ष्म तार जगह अच्छे कितु आम इंद्रिय को व्यवहार कर डू नॉट नो हाउ टू यूटिलाइज आवर सेंसेस आम कौन करूँ स्वल्प व्यवहार करूँ ना अपव्यवहार करके बिल्कुल इंद्रिय कथा जान तो ये सेकेंड कथा हूँ कंसल्ट विथ मेंटल ग्रोथ जोटा लिखाई माइंड शुड बी कंसल्टेड इन इट्स ओन ग्रोथ क्या मैंने कहवा तार कंसल्टेशन विथ कंसल्ट विथ मेंटल ग्रोथ कथा कहले सेकेंड पॉइंट काली भाई आलोचना करी सब भाई से कहते डू नॉट कौट के जिन कर के जिन करना कौन कहले के जिन नट बापा माँ अभ्यास तो छांचे पकाना स्वाभाविक बढ़िया को दियो सी गोटे काठ पाषाण कि गोटे प्लास्टिक कढ़ई नुह से गोटे जीवंत बर्धुष्णु आत्मा से अनुसार विचार कर तापर तुम पूर्व जन्मित जीविका निर्धारण पंथा नीति ता मुंड पर थोना निजस्व धारा बढ़िया को दियो अपूर्ण विकलांग करना पूर्णता प्राप्तिर सुजोग दियो तार अंतरात्मार विकास खोल द्वारा खोली दियो तार विकास द्वारा बंद करना ये गोटे जिन व्हाट इज स्वभाव एंड व्हाट इज स्वधर्म स्वभाव कौन स्वधर्म कौन दीटा कथा सेकेंड प्रिंसिपल यहाँ बेसी गुरुत्व देते स्वभाव स्वधर्म अनुसार
जदि ये सब गुड़ा न मानिक कर तुम गोटे बर्बरचित अज्ञान कुसंस्कार मत तुम तुम विकास बाधा दो से कहते कहीं स्वभाव हूँ कौन आम प्रत्येक हूँ भगवान गोटे गोटे रूप माछ गोटे भगवान रूप गछ गोटे रूप प्रत्येक जिन संसार सृष्टि होती से भगवान गोटे गोटे स्वरूपर से जो विचित्र लीला सब चली विभिन्न प्रकार सृष्टि की सजाई रखापी गछ माछ रंग पशु पक्षी सब करमक मान से गोटे कौन कर स्वभाव स्वभाव अनुसार इंडिविजुअल डिफरेन्स देख नट ट्विन इज सेम दीटा जाँला पिला देख दी भौणी की दी भाई भाई भौणी ये चेहरा देखा तो सामान किंतु से सामान ता स्वभाव अलग थी स्वधर्म अलग थो किए चित्र करा भल पाऊँ किए देखा गप लिखा भल पाऊँ किए नाच करा भल पाऊँ किए देखा खाली पढ़ा भल पाऊँ ट्विन तो जन्म है मैं जाँला कि जन्म स्वधर्म स्वभाव स्वभाव कौन अलग स्वधर्म अलग तो प्रत्येक स्वभाव स्वभाव भगवान जो भाव वी आर सन्स ऑफ गॉड एंड मस्ट बी लाइक हिम आम सब ईश्वर संतान भाया हम तो ईश्वर गोटे स्वभाव देके जन्म कर तो से अनुसार कौन कर स्वधर्म को स्थिर कर तो स्वभाव को लेकिन मनीष जो अनुसार कर्म करे कहे स्वधर्म तार स्वभाव अनुसार कौन कर कर्म कर तो से कर्मटा को आम कह कौन ना स्वधर्म तेणु सी भगवान सृष्टि कर गोटे रूप भाव देके जन्म कर आम कौन कर तार विपरीत जिनस गुड़ा सब करवा भेंडी गछ भेंडी भाया बढ़ भेंडी कखार दीटा करवा भेंडी गछ ठिया पड़ो कखार नटे नटे खेल कखार तू तो परिवा तू कहीं नटेलु तुम बजार तू देखा परिवा से भाव देते तो कखार एमती रूप देखा भेंडी एमती देखा माछ को देखते कौन ना तो जल क्रीड़ा कर गोटे रूप देते माछ कहले गोटे तार स्वभाव हम तार रूपटा एमती हम ता स्वधर्म कौन तो पानी बंच पानी खेल मुझे पानी गोटे कौन मछटा एत भल पाऊँ मछटा गोटे आक्वारियम कर क्षीर ढालीदेवी पानी ठार क्षीरटा कौन एटा मिलबन ना नहीं तेणु गोटे गोटे क्षीर जार भितर आक्वारियम भितर रखी ना गोटे क्षीर गड़िया भितर गोटे कौन मिल्क पॉन्ड भितर पकईद माछ कौन हम मरीज कहीं मरीज ना तो भगवान सृष्टि कर स्वभाव सहित तार स्वभाव को देते तो सी अनुसार सी कौन कर तेज देख मातृभूमि 7टा आंब गछ अच्छी प्रत्येक आंब गछ बाहर आम कौच आंब गछ 7टा आंब गछ मानकर आंब जो पड़ब देख रूप सामान नुह एटा बाहर रूप भितर देख रस सामान नुह स्वाद भी सामान नुह ताले रूप रस गंध जहाँ सब विभिन्न भेराइटी गोटा स्वभाव अनुसार रहस्यटा कौटी अच्छी ये जो आंब गछ 7टा मुझे लक्ष्य करी सी कहीं 7 प्रकार कहीं भितर कौन अच्छी ना गोटे कोईली अच्छी आंब टका भितर सब जाक रहस्य से कोईली भितर अच्छी कोईली जमी सब संभावना अच्छी आंब टका भितर से आंब गछर सेप साइज कलर आर जो रस ये सब तार रहस्य कौटी अच्छी ना से कोईली भितर टाकुआ भितर खड़खड़ होगा कोईली से गोटे पिला भितर कौन अच्छी ना सब तार जिनिस से टाकुआ खड़खड़ होता शरीर भितर तो सब संभावना अच्छी स्वभाव स्वधर्म अनुसार बढ़िया को दबा आम यदि कालाम को कही था कालाम जान ना लाइफ हिस्ट्री पढ़ी विंग्स ऑफ फायर के पढ़ी कि विंग्स ऑफ फायर अग्निपक्ष ओडिया बाहर बहुत सब लांगुएज बाहर गला अग्निपक्ष ओडिया बाहर लाइफ हिस्ट्री पढ़ आरबिक इंजीनियर पास कले चाकरी करेंगे बोले इंटरव्यू देवक 7टा पोस्ट थिला से 8 नंबर रही एत भांगी पड़िली एत पढ़ी एत प्रिपेयर कली मो घर चाकरी निहा दरकार तो एत भांगी पड़िली शिवानंद आश्रम को जाए दिन रही शिवानंद कहले भगवान तुम आउ गोटे कौन व्यवस्था रखिं सी गोटे इंजीनियरिंग चाकरी करके 2 पैसा रोजगार करते आज से मिसाइल मैन हो पार ना जबरदस्ती चाकरी कर कारण भगवान विधि विधान व्यवस्था सेमती हे लता मंगेशकर आमर हूँ संगीत राणी भारत ताको कही तू पीटी उषा भाई दौड़ राणी हो ना कौन कर खेलकूद कर कुस्ती कसरत कर कल भारत गोटे मूल्यवान रत्न कर ये सुंदर सामग्री लता मंगेशकर मुझे शुणी कहे लता मंगेशकर मरीगले कंठ को रखिक रिसर्च कर कंठे कौन अच्छी जिते सुइच से गाई कर कंठ उपर गोटे रिसर्च कर ये सब व्यवस्था हूँ कहार मनीषर नुह तेणु ईश्वर संतान से ईश्वर भाया है तेणु आम प्रत्येक हूँ स्वभाव स्वधर्म हूँ आम देखा अलग अलग किंतु आम समस्त हूँ कौन ईश्वर गोटे गोटे स्वभाव रूप
ଏବଂ ଆମର ସ୍ୱଧର୍ମ ସେ ଯୋଉ ଅନୁସାରେ ନିର୍ଦ୍ଧାରିତ କରିଛନ୍ତି ଆମେ ସେଇ ଅନୁସାରେ ହବା। ତେଣୁ ଆମେ ଯଦି କହିବା ନାହିଁ ସମସ୍ତଙ୍କୁ ଗୋଟିଏ କ୍ୟାପ୍, ୱାନ୍ ସାର୍ଟ ଫର ଅଲ୍, ୱାନ୍ କ୍ୟାପ୍ ଫର, ସମସ୍ତଙ୍କ ମୁଣ୍ଡରେ ଗୋଟିଏ ପ୍ରକାର ଟୋପି। ହରିଣଟା ଯୋଉ ଟୋପିଟା ପିନ୍ଧି ପାରିବ ଘୋଡ଼ା ମୁଣ୍ଡକୁ ସେଇଟା ପାଇବ? ଛେଳି ଯୋଉ ସାର୍ଟଟା କରିଥିବ ତାକୁ ହାତୀ ପିନ୍ଧ ହବ? ତେଣୁ ଇଣ୍ଡିଭିଜୁଆଲ ଡିଫରେନ୍ସ ଅନୁସାରେ ଆମର ସବୁ ପାଠ ଶାଠ ଶିକ୍ଷା ପଦ୍ଧତି ଆମକୁ ସଚେତନ ହବାକୁ ପଡିବ ଯେ ତାର ପ୍ରତ୍ୟେକ ଲୋକଙ୍କର ଗୋଟେ ଇଚ୍ ଆଣ୍ଡ ଏଭ୍ରି ଚାଇଲ୍ଡ ଏଭ୍ରି ହ୍ୟୁମାନ ବିଙ୍ଗ ଇଜ ୟୁନିକ୍। ପ୍ରତ୍ୟେକ ମାନେ ସମସ୍ତେ ହଉଛନ୍ତି ୟୁନିକ୍, ଅଦ୍ୱିତୀୟ। ୟୁନିକ୍ ମାନେ ନ ଦ୍ୱିତୀୟ, ଅଦ୍ୱିତୀୟ। ସମସ୍ତେ ହଉଛନ୍ତି ସବୁ ଅଲଗା ଅଲଗା ଭିନ୍ନ ଧରଣ। ତେଣୁ ସେ ଭିନ୍ନ ଭଳିଆ ହେଲେ ତେଣୁ ତାକୁ ମନର ବିକାଶ ଅନୁସାରେ, ମନର ବିକାଶ ଏଠି କହିବାକୁ ଯେ ଆମେ ତା ସ୍ୱଭାବ ସ୍ୱଧର୍ମ ଅନୁସାରେ ତାକୁ ବଢିବାକୁ ଦେବ। ତାର ଯଦି ବ୍ୟତିକ୍ରମ କରିବ ତାହେଲେ ଗର୍ବର ସହିତ କେମିତି ଗାଳି ଦିଅନ୍ତିନି, ତାକୁ ଗୋଟେ ଗର୍ବର। ଆମ କ୍ଲାସରେ ଆଲୋଚନା ହେଲା ଗର୍ବର କଣ, ବାପର ହେଇଥିବେ କି ସ୍ତ୍ରୀର କଣ ହେଇଥିବ, ବାପର କି ଆପଣଙ୍କର ଗର୍ବର କଣ? ଗର୍ବର କେତେ ନିଷ୍ଠୁର ନହେଲେ ଜଣେ କଣ କରିବ, ସମସ୍ତଙ୍କୁ ଏକା ଢଙ୍ଗରେ ପାଠ ପଢିବ। ତ ଶିକ୍ଷକର ସେ ଜ୍ଞାନ ରହିଥିବା ଦରକାର। ଥାର୍ଡ ପ୍ରିନ୍ସିପଲ କୁହାଗଲା ଆଜିର ଯୋଉ ଟପିକ ଟା ନିୟର ଟୁ ଥାର୍ଡ, ଆମେ ତ ସବୁ ଟିକେ ଟିକେ ପ୍ରାଇଜ ସାଇଲେଣ୍ଟ ତାକୁ। ତେଣୁ ତାକୁ ଯଦି କହୁଛନ୍ତି ଗୋଟେ ଜାଣି ପିଲା ପଢିବ କେମିତି, ତାକୁ ପ୍ରଥମେ କହିବ ତୁ ପେଙ୍ଗୁଇନ ଯଦି କହିବ ନା ତା କାଉ ଦେଖିବ କହିବ, ତାକୁ ଡାଫୋଡିଲ କଥା କହିବ ନା କନିଅର ଫୁଲ କହିବ। ସେ ବାଡିରେ ସକାଳୁ ଉଠିଲେ କନିଅର ଫୁଲ ଦେଖୁଥିବ, ତାକୁ ଫ୍ଲାୱାର ଚାର୍ଟ ଏମିତି ମାରିଦେଇଥିବ, ଡାଫୋଡିଲ ଠାରୁ ସେ ଡାଲିଆ ଜିନିଆ ଠାରୁ ଆଗୁଆଡେ ସେ ଦେଖିନଥିବ। ତାର ନିକଟ ପାରିପାର୍ଶ୍ୱ ଭିତରେ ଯୋଉ ଜିନିଷ ଅଛି, ଯୋଉ ଚଢେଇ ଅଛି, ଯୋଉ ପଶୁଙ୍କୁ ଦେଖିଛି, ତାକୁ କଣ କରିବ ଗୋଟେ କଙ୍ଗାରୁ କଥା କହିବ। ସେ ତ କଙ୍ଗାରୁ ଦେଖିନଥିବ, ଛେଳି ବାଘ କଥା କହିପାରିବ ନା। ତ ସେଠୁ ତାକୁ କାହିଁକି କରିବ, ସେ କହୁଛି ତାର ଅନ୍ତରାତ୍ମାରେ ଗୋଟେ କଣ ଅଛି, ଅତୀତ ଅବସ୍ଥା ଅଛି, ଯୋଉଟା ଆଗରୁ କହିସାରିଛି। ଏଗୁଡାକ ଆମର ଏଇ ଜନ୍ମଟା ଆମର ଫାଷ୍ଟ ଜନ୍ମ ନୁହଁ କି ଏଟା ଲାଷ୍ଟ ଜନ୍ମ ନୁହଁ। ଆମେ କେତେବାର ଜନ୍ମ ନେଇକି ଆସିଲେଣି, କେତେବେଳେ ବି କୋଉ ଜନ୍ମ ହବା ଚାଲିଥିବ, କୋଉ ପର୍ଯ୍ୟନ୍ତ ଚାଲିଥିବା କି ଖାଲି ଚାଲୁଥିବା ମରୁଥିବା 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 ଏମିତି କୋଉ ପର୍ଯ୍ୟନ୍ତ ଚାଲିବ ନା ଯେପର୍ଯ୍ୟନ୍ତ ଆମେ ତପ୍ ହେଇନେ ବା ଯେପର୍ଯ୍ୟନ୍ତ ଆମେ ତାଙ୍କ ସାଙ୍ଗରେ ମିଶି ପାରିନେ, ସେଠି ଯେମିତିଆ ସେ ତାଙ୍କରି ଭଳି ଆମେ ରହିପାରୁଛେ ସେ ପର୍ଯ୍ୟନ୍ତ ଆମକୁ ଏମିତି ଜନ୍ମ ମରଣ ଚକ୍ରରେ ଆସିବାକୁ ପଡିବ। ତେଣୁ ପ୍ରତ୍ୟେକ ଶିଶୁ ଆମ ଭିତରେ ଅନ୍ତରାତ୍ମା ଭିତରେ ବହୁତ ମାନେ ଅତୀତର କେତେ ଜନ୍ମର ଜ୍ଞାନ ସବୁ ଏଠି ସାଇତା ହେଇକି ଅଛି। ତ ତାର ଅନୁସାରେ ଆମକୁ ପାଠ ପଢିବାକୁ ପଡିବ। ଅନ୍ତରାତ୍ମାର ବିକାଶ ଅନୁସାରେ ତାର ସେ କଣ କରେ ନା, ଅନ୍ତରାତ୍ମା ସେ ବାଛେ ଏଇ ଜନ୍ମରେ ସେ କୋଉ ବଂଶରେ ଜନ୍ମ ହବ, କୋଉ ବାପା ମା ଜନ୍ମ ହବ, ସେ ଆମେରିକାରେ ଜନ୍ମ ହବ କି ଇଣ୍ଡିଆରେ ଜନ୍ମ ହବ, ଏଗୁଡା ସବୁ ଆମ ଭିତରେ ଯୋଉ ଅନ୍ତରାତ୍ମା ସେ ବାଛିକିରି ଆସିଥାନ୍ତି। ଯଦି କଣ କରି ଆମେ ତାକୁ ଜବରଦସ୍ତି ନେଇ ଆଉ ଗୋଟେ ଜାଗାରେ କରିବା, ତାହେଲେ ସେ ବିଦ୍ରୋହୀ ହଉଛନ୍ତି। ଏଟା ପଢିଥିବା ଯେ ଆଲୋଚନା ହେଇଥିବ। ତସଲିମା ନସରିନ୍ ଜାଣିଥିବ, ଗୋଟେ ବାଂଲାଦେଶର ବହୁତ ବିଖ୍ୟାତ, ତାଙ୍କ ଭିତରେ ବହୁତ ଇସ୍ୟୁ ଚାଲୁଛି। ମାଲାଲା କଥା ଜାଣିଥିବ, ପାକିସ୍ତାନର ଝିଅ କାହିଁ ବିଦ୍ରୋହୀ ହେଲେ, ଗୋଟେ ହିଟଲର କାହିଁକି ଏତେ ବିଦ୍ରୋହୀ ହେଲେ? ହିଟଲରଙ୍କ ଜୀବନୀ ପଢି ମୁଁ ପଢୁଥିଲି, ମାନେ ତାଙ୍କ ମା ଯେତେବେଳେ ୟୁଟ୍ରେସ୍ ଥିଲେ, ତାଙ୍କ ବାପା ଏତେ ମଦ୍ୟପାନ କଲେ, ଏତେ ନୃଶଂସ ଥିଲେ, ତାଙ୍କ ଗର୍ଭାଶୟକୁ ମାନେ ପେଟୁ ଖାଲି ବୋଝ ମାରୁଥିଲେ, ବହୁତ ଟର୍ଚର କରୁଥିଲେ। ଆଉ ସେତେବେଳେ ମାନେ ହିଟଲର ତା ଗର୍ଭ ଭିତରେ ଯାଇକି ସେ ଚିତ୍କାର କରୁଥିଲେ। ତାଙ୍କର କ୍ରୂରତା ନିଷ୍ଠୁରତା ସେଠୁ ସୃଷ୍ଟି ହେଇଛି, ଯେ ଇମୋସନ ଗୁଡାକ ସେଠୁ ତାଙ୍କର ଆସେ। ସେ କାହିଁକି ଏତେ ଅମାନୁଷିକ ହେଲେ? ଏ ସବୁ ଜିନିଷ ନିର୍ଭର କରୁଛି କଣ ନା ଆମର ଗୋଟେ ଅତୀତର ଅବସ୍ଥା, ଅତୀତର ଜନ୍ମର। ତେଣୁ ଆମର ସମସ୍ତଙ୍କର ଗୋଟେ ଅତୀତ ଅଛି ଏବଂ ବର୍ତ୍ତମାନ ଆମର ଗୋଟେ ଚାଲିଛି, ବର୍ତ୍ତମାନ ସମୟଟା ବଞ୍ଚୁଛେ, ସେଇଟାରେ ଆମେ ଅଧିକାରୀ, ତାକୁ ଆମେ ବଞ୍ଚୁଛେ। ଏବଂ ଲାଷ୍ଟ ହଉଛି କଣ, ଭବିଷ୍ୟତରେ କଣ ହବା ତାର ଡାଇଗ୍ରାମ। ଟୋଟାଲ ଡାଇଗ୍ରାମ ଇଜ ଅଲରେଡି ସ୍କେଚ୍ଡ, ଅଲରେଡି ଗ୍ରାଫ୍ଡ। ତାହେଲେ ମୁଁ କଣ ଥିଲି, ମୁଁ ବର୍ତ୍ତମାନ କଣ ହବାକୁ ଯାଉ, କଣ ହଉଛି ଏବଂ ଭବିଷ୍ୟତରେ କଣ ହେବି, ଏ ସବୁ ଯାକ ଜିନିଷ ହଉଛି କଣ। ତ ସେଇଥିପାଇଁ ଶ୍ରୀରନ୍ଦ କହିଲେ କଣ, ଅତୀତଟା ହଉଛି ଆମର ଭିତ୍ତିଭୂମି, ତାପରେ ଆମେ ପାଦ ରଖିବା, ତା ସ୍ପ୍ରିଙ୍ଗ ବୋର୍ଡ, ତାକୁ ଆମେ ପାଦ ରଖିବା, ସେଠୁ ନେଇକି କଣ କରିବା, ବର୍ତ୍ତମାନକୁ ଜମ୍ପ ମାରିବା। ଜମ୍ପ ମାରିଲା ପରେ ସେଠୁ କଣ କରିବା, ଆମେ ଭବିଷ୍ୟତକୁ ଦେଖିବା। ଆବ୍ରାହମ ଲିଙ୍କନ କଥା ଆମେ ଜାଣିଛେ। ଆବ୍ରାହମ ଲିଙ୍କନ ଥିଲେ କଣ, ଗୋଟେ ମୋଚିର ପୁଅ, ଗୋଟେ ମୋଚିର ପୁଅ ଥିଲେ। ଯେତେବେଳେ ସେ ନିର୍ବାଚିତ ହ୍ୱାଇଟ୍ ହାଉସ୍ ଗଲେ, ତାପରେ ଟଲେଟ୍ କରିପାରିଲେନି, ନିର୍ବାଚିତ ହେଇଗଲେ, କିନ୍ତୁ ଗୋଟେ ନିଗ୍ରୋ ଲୋକ ମୋଚିର ପୁଅଟା ଗୋଟେ ରାଷ୍ଟ୍ରପତି ହବ ନା, ଆମକୁ ଚଳିବ। ସିଏ ତାକୁ ଜଣେ କମେଣ୍ଟ କଲେ, ଡୋଣ୍ଟ ଫରଗେଟ୍ ଦ୍ୟାଟ୍ ୟୁ ଆର୍ ଏ ସନ୍ ଅଫ୍ ଏ ଶୁମେକର। ଏଟା ଭୁଲିଯାଉନି, ଗୋଟେ ମୋଚିର ପୁଅ। ସେ ସାଙ୍ଗେ ସାଙ୍ଗେ କହିଲେ, ଆଇ ଡୋଣ୍ଟ ଫରଗେଟ୍ ଇଟ୍, ମୁଁ ଭୁଲି ଯାଉନି। I will make your the problems in such a way
ମୁଁ ଯେତିକି ସବୁ ଦେଶର ପ୍ରୋବ୍ଲେମ ଆସେ ଏମିତି ଭାବରେ ତାକୁ ହ୍ୟାଣ୍ଡେଲ କରିବି ଇଟ୍ ୱଣ୍ଟ ଟ୍ରବଲ ଇନ୍ ଫ୍ୟୁଚର। ତମମାନେ କାହାକୁ ସେ ଫ୍ୟୁଚର କାହାକୁ ପ୍ରୋବ୍ଲେମ କରିବ। ତେଣୁ ଗୋଟେ ସୁଦକ୍ଷ ମୂର୍ତ୍ତି ହବା ବରଂ ଭଲ, ଗୋଟେ ଅଯୋଗ୍ୟ ରାଜା ହବା କଥା। ତାହେଲେ ଆମ ଶିକ୍ଷା କଣ କରୁଛି ନା ଅଯୋଗ୍ୟ ରାଜା ଗୁଡାଏ ସୃଷ୍ଟି କରୁଛି, କିନ୍ତୁ ସୁଦକ୍ଷ ମୂର୍ତ୍ତି ସେଇ କରୁଛି। ସୁଦକ୍ଷ ମୂର୍ତ୍ତି ହବାଟା ଠିକ, କମ୍ପିଟେଣ୍ଟ ସବୁ ଜାଣିଛି, ଜୀବନ ନିର୍ବାହ କରିପାରୁଛି, କିନ୍ତୁ ଆଇଏଏସ୍ ଅଫିସର ହବ, ବହୁତ ପାଠ ପଢି ବହୁତ ଜ୍ଞାନ ହବ, କିନ୍ତୁ ଲାଞ୍ଚ ରିଶ୍ବତ ଯାହା ହଉଛି ଜାଣୁଛି ଏଇଟା ବର୍ଣ୍ଣନା ସମାନ। ତ ଯୋଉ ସ୍କୁଲ ସେ ବଢୁଛି ବର୍ତ୍ତମାନ ଆମର କାମ ହଉଛି ତାକୁ ଦେଖିବାକୁ ଗୋଟେ ଷ୍ଟଡି କରିବାକୁ ପଡିବ, ତା ଅତୀତ କଣ, ତା ବଂଶ କଣ, ତା ପରିବାର କଣ, ତା ବାପା କଣ, ତା ବ୍ୟାକଗ୍ରାଉଣ୍ଡ କଣ। ତ ସେଇଗୁଡା ସବୁ ଦେଖିକିରି ତା ବିକାଶରେ ଯୋଉଟା ସହାୟକ ହବ ଟିଚର ଟିଚର ରୋଲ ଡିଜାଇନ କରିଦେଇ କେତେ କଷ୍ଟ ସିଲେବସ ନା କହିଦେଲେ ପ୍ରି ପ୍ରିନ୍ସିପାଲ ଅଫ ଟିଚିଂ। ତେଣୁ ଶିକ୍ଷା ଜଗତରେ ମାନେ ତାକୁ ବିସ୍ମୟ ସୃଷ୍ଟି କରୁଛି। ଏଠି କେମିତି ହାଉ ଇଜ ଇଟ୍ ପସିବଲ, କେମିତି ହବ ଏ, କିନ୍ତୁ ହବ, ଆଜି ହେଇନି କାଲି ହବ। ମହାପ୍ରଭୁ ଯାହା କହିଛନ୍ତି ତାର ବେଦ ବାକ୍ୟ ଏବଂ ସେ କଣ କରୁ ନିଜେ ନିଶ୍ଚୟ ନା ନିଶ୍ଚୟ ହବ। ତାହେଲେ ଆମର କଣ ଏଠି କାମ, ଆମର ପ୍ରି ପ୍ରିନ୍ସିପାଲ ଜାଣିଗଲେ ଆମ କାମ କଣ? ପୂର୍ଣ୍ଣାଙ୍ଗ ଶିକ୍ଷା ହଉଛି ଗୋଟେ ସାମୂହିକ ତପସ୍ୟା, ଜଣଙ୍କର ତପସ୍ୟା ନୁହଁ। ଜଣେ ତପସ୍ୟା କଲେ ପୂର୍ଣ୍ଣାଙ୍ଗ ଶିକ୍ଷା କଣ ହେଇପାରିବନି, ଏଇଟା ଗୋଟେ ସାମୂହିକ ତପସ୍ୟା ହବ। ଏ ଶିକ୍ଷା ଆମକୁ କୁଆଡକୁ ନଉଛି କି? ପୂର୍ଣ୍ଣାଙ୍ଗ ଶିକ୍ଷା ବଳରେ କଣ ହଉଛି, ଆମେ ଅତିମାନସ ଆଡକୁ ଯାଉଛେ। ଆମର ଫ୍ୟୁଚରଟା ହଉଛି କଣ, ଆମେ ବର୍ତ୍ତମାନ ପାଠ ପଢୁଛେ। ବର୍ତ୍ତମାନ ଅତୀତରେ ଆମେ କଣ କରୁଥିଲେ, ବୈଦିକ ଯୁଗରେ ଆମେ ବାରମ୍ବାର ଆମ ଭିତରେ ଡାଇନୋସର୍ସ ଅଛି, ଆମ ଭିତରେ ଡାଇନୋସର୍ସ ବି ଅଛନ୍ତି, ସାପ ବେଗ ବି ଆମ ଭିତରେ, ସେ ଯୋଉ ଜନ୍ମ ଜନ୍ମର ଅନୁଭୂତି ତା ଭିତରେ ଅଛି। କିନ୍ତୁ ତା ବାହାରେ ବି ଆମ ଭିତରେ ଅତିମାନସର ସବୁ ସମ୍ଭାବନା। 1952 ମସିହା ଜାନୁଆରୀ 6 ତାରିଖରେ ଯେତେବେଳେ ସିଓର ଏଟାକୁ ମା କଣ କଲେ, କନଭର୍ଟ କଲେ ଯୋଉ ଶିକ୍ଷା କେନ୍ଦ୍ର ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟରକୁ ମା କହିଲେ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଏଜୁକେସନ କରି ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ର କରି। ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ର ଯେତେବେଳେ କଲେ ଯେ 1952 ଜାନୁଆରୀ 6ରେ ମା ଗୋଟେ ମେସେଜ ଦେଲେ, କହିଲେ ଦିସ୍ ସେଣ୍ଟର will be one of the best means of preparing future humanity to receive the supramental light for supermanhood। ବୁଝିଲା, ଏମିତି ଯୋଉ ଶିକ୍ଷା କେନ୍ଦ୍ର ମୁଁ ଶିବଲିଙ୍ଗଙ୍କ ନାଁରେ ଉଦ୍ଘାଟନ କରୁଛି, ଏଟା କଣ ହବ ନା ପ୍ରିପେୟାର କରିବ ଫର ଫ୍ୟୁଚର ହ୍ୟୁମାନିଟି, ଭବିଷ୍ୟତ ମାନବ ଜାତିକୁ ପ୍ରସ୍ତୁତ କରିବ। କାହିଁକି ନା ସୁପରମେଣ୍ଟାଲ ଲାଇଟ୍ କୁ ଆଣିଲା ପରେ ସୁପରମେଣ୍ଟାଲ ହୁଡ ମାନେ ଆମେ ତ ମ୍ୟାନ ହୁଡ ମଣିଷ ଜାତି, ସୁପରମେଣ୍ଟାଲ ହୁଡ। ତାହେଲେ ଆମ ଶିକ୍ଷା କେନ୍ଦ୍ର ଗୁଡା ସବୁ କଣ, ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଗୁଡା ସବୁ କଣ, ଅତି ମାନବ ମାନଙ୍କୁ ସୃଷ୍ଟି କରିବାରେ ଆମର ଗୋଟେ ଗୋଟେ ହେଉଛି ପ୍ରୟୋଗଶାଳା। ତେଣୁ ଆମର ସମୟ ଆସୁଛି ଯେ ଆମେ ଏଜୁକେସନର କାମ କରୁଛି, ଏଜୁକେସନ ଆମର କଣ କରିବ ନା ଇନର ଲାଇଫ ସହିତ ଆଉଟର ଲାଇଫ ସେ ବ୍ରିଜ କରିବ। ଏଜୁକେସନ କଣ କରିବ ନା ଇନର ଲାଇଫ ଆଣ୍ଡ ଏକ୍ସଟର୍ନାଲ ଲାଇଫ, ଆମର ବାହାର ଜୀବନ should be bridged through education। ଶିକ୍ଷା ଯଦି ଆମର ଅନ୍ତର୍ଜୀବନକୁ ନେଇ ବାହ୍ୟ ଜୀବନରେ ତାଙ୍କୁ କରିପାରିବ ତାହେଲେ ଯାଇକି ସେଟା ତ ସମୟ ସହ ସ୍କୁଲ କି ଦରକାର ପଡୁନଥିବ, ଆଉ ସ୍କୁଲ ଦରକାର ନାହିଁ, ଆଉ ହବନି, ସ୍କୁଲ ବ୍ୟବସ୍ଥା ଉଠିଯିବ। ଅରବିନ୍ଦ ଦେଖି ଯାଇଥିବେ, ଅରବିନ୍ଦରେ ସବୁ ମା ସ୍କୁଲ ମା ଗୋଟେ ସ୍କୁଲ ଗୋଟେ ଖୋଲା ହବ, ମାଙ୍କ ନାଁ ଦେଲେ, ମା କହିଲେ ନୋ ସ୍କୁଲ, ସ୍କୁଲ ନୁହଁ ଲାଷ୍ଟ ସ୍କୁଲ, ତାମାନେ ଏଇଟା ଶେଷ ସ୍କୁଲ, ସ୍କୁଲ ହବ। ଯେହେତୁ ଅସଭା ଭଳି ଭାବିଦେନ ଆମେ ଭାବୁଛୁ ଲାଷ୍ଟ ସ୍କୁଲ ନ ହବ ତାହେଲେ ଆମ ମାନେ କଣ କରିବୁ କେମିତି, ଆମେ ବଞ୍ଚିବୁ କେମିତି, ପେଟ ପାଟଣେ ଶିକ୍ଷକ ମାନେ ସବୁ ବଞ୍ଚିବେ କେମିତି, ପିଲାମାନେ କଣ କରିବେ, ପାଠ କେମିତି ପଢିବେ। ଦିଟା ଅସର ମନୋଜ ଦାସଙ୍କ କଥାଟା ମନେ ପଡୁଛି, ଦିଟା ଅସରବା ଥିଲେ, ଗୋଟେ ଘରେ ରହୁଥିଲେ, ସିଏ ଘରେ ରାଜସ୍ୱ ଟିକେ କଣା ଥିଲା, ସେଇ ବାଟେ ଟିକେ ଆଲୁଅ ପଡୁଥିଲେ, ସେମିତି ସୂର୍ଯ୍ୟକିରଣ ପାଉଥିଲେ, ଭାରି ଖୁସି ଯେତେ ଦେଖୁଥିଲେ, ଭାରି ଭିତରେ ତାଙ୍କ ବୁଲୁଥିଲେ ରହୁଥିଲେ। ହଠାତ୍ ଦି ଜଣ ଲୋକ ଆସି କଥାବାର୍ତ୍ତା କଲେ, ନାଇଁ ନାଇଁ ରାଜସ୍ୱକୁ ଉଠେଇ ଦିଆହବ, ଏଇ ଛାତ ଖୋଲିଦିଆ ହବ, ଆଉ ସେ ଛାତକୁ ଉଠେଇ ଦେଇକି ସେ ଆଉ ଗୋଟେ କଣ କାମ କରାହବ। ସେ ଦିଟା ଶୁଣିଲେ, ସିଏ କହିଲେ ଯଦି ଛାତ ଆଗରେ ପୁରା ଖୋଲିଦେବେ, ରାଜସ୍ୱ ପୁରା ଖୋଲିଦେବେ, ଆମେ ସୂର୍ଯ୍ୟାଲୋକ ପାଇବା କେମିତି? ସେ ଛାତଟା ଥିଲା, ଗୋଟେ କଣା ଥିଲା, ଆମେ ଟିକେ ସୂର୍ଯ୍ୟାଲୋକ ପାଉଥିଲୁ। କିଏ କଣ କଥାବାର୍ତ୍ତା ହେଲେ ଛାତ ଉଠେଇଦେବେ, ସୂର୍ଯ୍ୟକିରଣ ପାଇବୁ କୋଉଠୁ? ଆମେ ଯଦି ନୋ ସ୍କୁଲ ହେଇଯିବ ତାହେଲେ ଜ୍ଞାନ ଆସିବ କୋଉଠୁ, ପାଠ କୋଉଠୁ ଆସିବ? ପାଠ ହବ, ଶିକ୍ଷା ବି ହବ। ତେଣୁ ଏଇ ସାମୂହିକ ସାଧନାରେ ଆମ ସମସ୍ତଙ୍କର ଭୂମିକା ଅଛି। ଏଠି ପ୍ୟାରେଣ୍ଟ ମାନଙ୍କର ଭୂମିକାକୁ ଆମକୁ ତୁଲିବାକୁ ପଡିବ, ଆମକୁ ପ୍ୟାରେଣ୍ଟ ଏଜୁକେସନ ଦେବାକୁ ପଡିବ, ପ୍ୟାରେଣ୍ଟାଲ ଏଜୁକେସନ ଅଭିଭାବକ ମାନଙ୍କୁ ପ୍ରସ୍ତୁତ କରିବା, ସେମାନେ ସେମିତି ସନ୍ତାନ ମାନେ ପୃଥିବୀକୁ ଜନ୍ମ କରି ଆଣନ୍ତି। ବହୁତ ହାୟର ସୋଲ ମାନେ ଚାହୁଁଛନ୍ତି ଜନ୍ମ ହେବା ପାଇଁ, ତ ସେମିତି ହାୟର ସୋଲ ମାନେ କଣ, ଆମେ କଣ ଛୁଆ ଜନ୍ମ କରି ଆମେ ତ ପାଠ ପଢଉଛେ ନା, ତେଣୁ ଆମେ ତ ସ୍କୁଲରେ ସବୁ କରିପାରିବାନି ନା ଏତେ ଛୁଆ, ତ ସେମାନେ ତ ପିଲାଙ୍କୁ ଆମେ ପାଠ ପଢଉଛେ ନା,
ଏଠି ଆମର ପ୍ୟାରେଣ୍ଟାଲ ଏଜୁକେସନ ବହୁତ ଦରକାର। ସେ ଯୋଉ ପାଠ ତମର ଡାଇରେକ୍ଟ ପାଠରେ ନ ଦେଇକି ଏମିତି ଭାବରେ ତାଙ୍କୁ କହିବାକୁ ପଡିବ ଯେ ତାଙ୍କ ପିଲାଙ୍କ ବିଷୟରେ ତାଙ୍କ ପିଲାଙ୍କୁ ଦିବ୍ୟ ଶିଶୁ ମାନଙ୍କୁ ଆଣନ୍ତୁ ସବୁ। ବିବେକାନନ୍ଦ କହୁଛନ୍ତି ମାନେ ପୂଜା ପ୍ରାର୍ଥନା ଉପାସନା ଆବାହନ ଦ୍ୱାରା ଯୋଉ ପିଲାମାନେ ଜନ୍ମ ହୁଅନ୍ତି ସେମାନେ ଅନାର୍ଯ୍ୟ। କାରଣ କେତେ ଅନାର୍ଯ୍ୟ ମାନଙ୍କୁ ଅନାର୍ଯ୍ୟ ମାନଙ୍କୁ ଶିକ୍ଷା ଦେବା କେତେ କଷ୍ଟ ନା। ତେଣୁ ପ୍ୟାରେଣ୍ଟାଲ ଏଜୁକେସନ ଆମର ବି ବହୁତ ଦରକାର। ପିଲାମାନଙ୍କର ମଧ୍ୟ ଆଉ ଚାପ ପ୍ରସ୍ତୁତ କରି, କାରଣ ଯୋଉ ଓଲ୍ଡ ମେଥଡ ଅଫ ଟିଚିଂ ଇଜ ଏକ୍ସପାୟାର୍ଡ ଆଉଟଡେଟେଡ। ଆମେ ଯୋଉ ପ୍ରୋସେସରେ ସବୁ ପାଠ ପଢଉଛେ ସେଟା ଆଉଟଡେଟେଡ ଏକ୍ସପାୟାର୍ଡ କରିଗଲାଣି। ଆମକୁ ଇନୋଭେଟିଭ ହବ ଶିକ୍ଷକ ମାନେ ପ୍ରତି ମୁଁ ଆର ବର୍ଷ ପାଠ ପଢେଇଲା ଯାହା ଥିଲି ଆଜି ସେଇଆ। ମୁଁ ଆର ବର୍ଷ କେଜି କ୍ଲାସ ଟିଚର ଥିଲି, ଷ୍ଟାଣ୍ଡାର୍ଡ 5 ରେ ଇଂଲିଶ ପଢଉଥିଲି। ମୁଁ ଯେମିତି ପଢଉଥିଲି ଆଜି ବି ସେଇଆ ପଢଉଛି। ମୋର କିଛି କହିଲେ ମୁଁ ଜାଣିଛି ଯୋଉ ମୁହୂର୍ତ୍ତେ ତ କହିଲ ମୁଁ ସବୁ ଜାଣିଛି ସେଇ ମୁହୂର୍ତ୍ତେ ତ ମରିବାକୁ ଆରମ୍ଭ କଲା। ମା କହିଲେ ଯେତେବେଳେ କହିଲ ଯେ ମୁଁ ସବୁ ଜାଣିଛି, ମୋ ପାଖରେ ବହୁତ ଜ୍ଞାନ ଅଛି, ଦିସ୍ ମୋମେଣ୍ଟ ଷ୍ଟାର୍ଟ ଟୁ ଡାଏ, ତ ମରିବାକୁ ଆରମ୍ଭ କଲା। ତମର ଏମିତି ହବନି। ସବୁ ମୁହୂର୍ତ୍ତରେ ମୁଁ ଫାଙ୍କା ବଇଁଶୀ ଗୋଟେ ଯନ୍ତ୍ର, ସେ ଭଡିଆ ବାଜେ, ତା ସ୍ୱରଟା ସବୁଠା ସବୁ ଯନ୍ତ୍ର ଠାରୁ ମଧୁର। ଅଛି କଣ ନା ଖାଲି କଣା, କିଛି ନାହିଁ ବାଜୁଛି। ତେଣୁ ଶିକ୍ଷକ ସବୁବେଳେ କଣ କରେ, ଜ୍ଞାନ ଶୂନ୍ୟ ହବାକୁ ପଡିବ। ପୂର୍ଣ୍ଣ ହେଇଗଲେ ସେ ସବୁର ଶିକ୍ଷା ଦେଇପାରିବନି ବା ଯାହା କହିବ ତ ଭୁଲ ପାରିବ। ତେଣୁ ମୁଁ ସବୁବେଳେ ଲର୍ଣ୍ଣର, ମୁଁ ଶିଖୁଛି, ମୁଁ ଜାଣୁଛି, ମୋର ହବା ଦରକାର। ତେଣୁ ଗୋଟିଏ ଲକ୍ଷ୍ୟ ସମସ୍ତଙ୍କର, ସେ ଶିକ୍ଷା କେନ୍ଦ୍ରର ଲକ୍ଷ୍ୟ, ଶିକ୍ଷାର୍ଥୀର ଲକ୍ଷ୍ୟ, ଶିକ୍ଷକ ମାନଙ୍କର ଲକ୍ଷ୍ୟ, ଶିକ୍ଷାର୍ଥୀ ଶିକ୍ଷକ ଶିକ୍ଷା କେନ୍ଦ୍ର ସବୁ ଗୋଟିଏ ଲକ୍ଷ୍ୟ। ସେ ଗୋଟିଏ ଲକ୍ଷ୍ୟ ହଉଛି ଚେତନାର ରୂପାନ୍ତର ବା ପରିପୂର୍ଣ୍ଣତା। ଆମେ କେତେ ଟୁୱାର୍ଡସ ଡିଭିନିଟି ଯାଇପାରିବା, ଯେତେ ଟୁୱାର୍ଡସ ଡିଭିନିଟି ଆମେ ଯାଇପାରିବା ତାର ପ୍ରଭାବ ଚେତନାରେ ସେତେ ପଡିବ, ସମାଜରେ ସେତେ। ଆମ କାମ ନୁହଁ ଆମ ସ୍କୁଲରେ କେତେ ପିଲାଙ୍କୁ ପାଠ ପଢିବା, ଆମ କାମ ହଉଛି ଟୁ ଚେଞ୍ଜ ଦ ସୋସାଇଟି, ଟୁ ଚେଞ୍ଜ ଦ ୱାର୍ଲଡ। ଆମର କଣ ଦାୟିତ୍ୱଟା ସ୍କୁଲ କ୍ଲାସ ଗୃହ ଭିତରେ ସୀମିତ? ଆମର ବି ରୋଲ ଅଛି ଟୁ ଚେଞ୍ଜ ଦ ୱାର୍ଲଡ। କେମିତି ଚେଞ୍ଜ କରିବା? ଫାର୍ଷ୍ଟ ଆଇ ସୁଡ୍ ଚେଞ୍ଜ ମାଇ ସେଲ୍ଫ, ଦେନ୍ ଆଇ କ୍ୟାନ୍ ଚେଞ୍ଜ ଦ ଆଟମୋସ୍ଫିୟର, ଏନଭାୟରନମେଣ୍ଟ। ତ ପିଲାମାନେ ସ୍ୱଭାବ ସ୍ୱଧର୍ମ ସହିତ ବିଗିଡି ଯାଉଛନ୍ତି। ହେରିଡିଟାରୀ ସେମାନେ କଣ କରୁଛନ୍ତି, ହେରିଡିଟାରୀ ଏନଭାୟରନମେଣ୍ଟ ଏଟା ସବୁ ବିଗିଡି ଯାଉଛି ଆମର। ତେଣୁ ମାଙ୍କୁ ପ୍ରାର୍ଥନା କରିବାକୁ ପଡିବ। ଆମେ ପୂର୍ଣ୍ଣାଙ୍ଗ ଶିକ୍ଷା ଓଡିଶା ବାଟରେ ଆଉ ଏମିତି ନୂଆ କେହି ଶୁଣି ନାହାନ୍ତି, ପୂର୍ଣ୍ଣାଙ୍ଗ ଶିକ୍ଷା ସମସ୍ତେ ବୁଝିପାରୁଛନ୍ତି। 50 ବର୍ଷ ତଳେ ଆମ ସମୟରେ ଏଇଟା ନଥିଲା, ପ୍ରଥମେ ତ ପ୍ରୟୋଗ କରୁଥିଲୁ। ଆମେ ଗାଡି ବଢଉଥିଲେ। ମୋର ମନେ ଅଛି ଆମ ସ୍କୁଲରେ ପିଲା ପାଠ ପଢେଇଲେ କି ବ୍ରାହ୍ମଣ ଶାସନଟା, ଆମ ସେଇ ପିଲା ଘରେ ତାଙ୍କୁ ଏକ ଘରିଆ ରଖା ହଉଥିଲା। ସିଏ ଗୋଟେ ଖ୍ରୀଷ୍ଟିଆନ ସ୍କୁଲ, ଗୋଟେ ଖ୍ରୀଷ୍ଟିଆନ ଲେଡି ନାଁରେ କଣ ସ୍କୁଲ ହଉଛି, ସେ ଯୋଉ ସେ ଅରବିନ୍ଦ କହୁଛି, ସିଏ ବି ଯାଇ ବିଦେଶରେ ପାଠ ପଢିଥିଲେ। ସେଠି ମଧୁବାବୁଙ୍କ ଗାଁ ସେ ବହୁତ କିଛି ଥିଲା, ମଧୁ ତାକୁ ବି ଅଲଗା କରି ରଖିଥିଲେ ନା ମଧୁ କୋଠାରେ। ତେଣୁ ସେଇଠି ଆମେ ଯେ ପାଠ ପଢିବ ସେ ଏକ ତା ବାପା ମାଙ୍କୁ ରଖା ହଉଥିଲା, ନିଆଁ ପାଣି ଅଟକ। ସେ ଅବସ୍ଥା ଆଉ ନାହିଁ। 50 ବର୍ଷ ଧରିକି ଆମେ ଏଇ ଶିକ୍ଷା କେନ୍ଦ୍ର ପ୍ରୟୋଗ କରିସାରିଲେ, କିନ୍ତୁ ବର୍ତ୍ତମାନ ଲୋକ ଆମ ସ୍ଥିତି ବହୁତ ଦୁର୍ବଳ। ଆମେ ଆଳ କରୁଛେ କଣ, କୋଭିଡ ଆସିଲା ଆମ ଅଣ୍ଟା ଭାଙ୍ଗିଦେଲା, ସେଇଟା ନୁହଁ। ଆମେ ଲକ୍ଷ୍ୟରୁ ଓହରି ଯାଇଛି। ଲକ୍ଷ୍ୟ ଅନୁସାରେ ଆମ ପ୍ରତ୍ୟେକ ରୂପାନ୍ତର ଆମେ ବାହାରି ଆସିଛୁ। ବୁଝିପାରୁଛ ନା? ଦୋଷ ଦଉଛେ କଣ, ଦାୟୀ କରୁଛେ କଣ, ଆଳ ଦେଖଉଛେ କୋଭିଡ ହେଲା, ପିଲା ସଂଖ୍ୟା କମିଲେ, ସ୍କୁଲ ଗୁଡା ସବୁ କିଛି କମ ଯାଉଛି, ସେଇଟା ନୁହଁ। ଆମେ ବର୍ତ୍ତମାନ ଆମ ଲକ୍ଷ୍ୟରୁ ବିଚ୍ୟୁତ, ଆମ ପ୍ରୋସେସରୁ ବିଚ୍ୟୁତ। ଶ୍ରୀରଞ୍ଜ କଣ କହିଲେ, ଭାରତର ଶିକ୍ଷା ବ୍ୟବସ୍ଥାକୁ ଆମୂଳ ପରିବର୍ତ୍ତନ କରିବାକୁ ଗଲେ ତା ଲକ୍ଷ୍ୟ ବଦଳାଇଯିବ, ଗୋଟେ ପ୍ରୋସେସ ବଦଳ ପଦ୍ଧତି। ତେଣୁ ଆମ ଲକ୍ଷ୍ୟ ଠିକ ନାହିଁ, ଆମ ପଦ୍ଧତି ଠିକ ନାହିଁ। ତେଣୁ ଆମେ ଗୋଟେ ଦୁର୍ଯୋଗ ଭିତରେ ଟିକେ ବେଶୀ ନ ଯାଇକି ଆମେ ଯେତେ ଅଧିକ ସଚେତନ ହବା, ଆମେ ବେଶୀ ପିଲା ସଂଖ୍ୟା ବଢିଆ। ଆମେ ଗୋଟେ ଶୁଣୁଥିଲି ଯୋଉ ସବୁବେଳେ ପିଲା କମି ଯାଉଛନ୍ତି, ଭଲ ହେଲା। ଆମକୁ ଏକ୍ସପେରିମେଣ୍ଟ କରିବାକୁ ଭଲ ମିଳିଲା ସୁବିଧା। 40-50 ପିଲା ଯେତିକି ଏକ୍ସପେରିମେଣ୍ଟ କରିପାରିଲି, 4 ଜଣ ପିଲା ରହିଲେ ମୁଁ ମୋର ପୂର୍ଣ୍ଣାଙ୍ଗ ଭଲ ପ୍ରୟୋଗ କରିପାରିଲି ନା ନାହିଁ? କ୍ୱାଲିଟି ମାନେ କ୍ୱାଣ୍ଟିଟିଟା କଣ ବହୁତ ବଢିଗଲେ କ୍ୱାଲିଟି ମୋର ବଢିଯିବ? ଆମେ ଯେତିକି ଅଛି ସେତିକି ନେଇକି କାମ କରିବା, ସେଇଟା ଆମେ ଶିଖୁନୁ। ଆମେ ସବୁବେଳେ ଖାଲି ଖାଲି କମ୍ପ୍ଲେନ, ଗାଈ ଅର୍ଥ ବିଭିନ୍ନ ପ୍ରକାର। ତେଣୁ ଆସନ୍ତୁ, ଆମେ ଆଜିର ସନ୍ଧ୍ୟାରେ ଆମର ଆହ୍ୱାନ ହଉ, ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ ହଉ, ଏ 3 ପ୍ରିନ୍ସିପଲ ଟିଚିଂ ଖାଲି ଶୁଣିବା ନାହିଁ, ଜୀବନରେ ଶିଖିବା, ପ୍ରୟୋଗ କରିବା। ତେଣୁ ପ୍ରଭୁ ଓ ମାଙ୍କୁ ପ୍ରାର୍ଥନା କରିବା, ଆମକୁ তুমি ଯୋଗ୍ୟ କର ତୁମର ସେବା କରିବା ପାଇଁ, ବା ତୁମର ଯୋଉ କାର୍ଯ୍ୟ ରହିଛି ସଂସାରରେ, তুমি ଯୋଉ କାର୍ଯ୍ୟ ପାଇଁ ଆସିଥିଲ, ଯୋଉ କାର୍ଯ୍ୟ ପାଇଁ ଆମେ ସାମିଲ ହେଇଛୁ, ସେ କାର୍ଯ୍ୟକୁ କରିବା ପାଇଁ ତୁମେ ଆମକୁ ଅଧିକରୁ ଅଧିକ ଯୋଗ୍ୟ କର। ଆମକୁ ଅଧିକରୁ ଅଧିକ ଯୋଗ୍ୟ କର। ତାହେଲେ କଣ, ଏଇ ପ୍ରାର୍ଥନାଟା ଯଦି ନିରନ୍ତର ରହିଥିବ, ତାହେଲେ ମା ଆମକୁ ବାଟ ଦେଖେଇବେ, ଆଲୋକ ଦେଖେଇବେ, ଏବଂ ସେଇ ଅନୁସାରେ କଣ କରିବା, ଆମେ କାମ କରିପାରିବା। ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷା ଏତିକି ବଡ ଗୁରୁ ଦାୟିତ୍ୱ, ବିଶ୍ୱକୁ ପରିବର୍ତ୍ତନ କରିବ ଶିକ୍ଷା। ଏବଂ ଅତିମାନବ ଜଗତ ସୃଷ୍ଟି ହବ, ଅତିମାନ ମାନେ ଆସିବେ।
से कम आम गोटे छोटिया गुलुची मूषा भाया छोटिया कपटा भाया आम साहय कर प्रार्थना करवा आम समस्त भितर से प्रस्तुति से दिंतु अधिक अधिक आमको योग्य करूँ एवं आम जमी ट्रू लर्णर हो पारू एवं ये प्रभुଙ୍କର जो नीति रही शिक्षा मार्ग धारा सूत्र देखते से सूत्र को लेकिन आम जीवन में प्रयोग करने संगे संगे आम जमी आम शिक्षा केन्द्र मानकता प्रयोग करी माँ कार्य आम कोलाबोरेटर हो सहयोगी हो समस्त मान धन्यवाद माँ पाखे विनम्र कृतज्ञता जनाई मोर ये कथा को पाद समर्पण कर